करू करू ताहा प्रशंसा करू करू ताहाଙ୍କ ପ୍ରାଙ୍ଗଣରେ ପ୍ରବେଶ କର ତାଙ୍କର ସ୍ତବ କର ଓ ତାହାଙ୍କ ନାମରେ ଗୁଣାନୁବାଦ କର। ଆମେନ୍। ଆସନ୍ତୁ ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା, ନିଜ ନିଜକୁ ସମର୍ପଣ କରିବା। ସ୍वर्ଗୀୟ ପିତା, ତୁମରି ମହତ୍ ନାମକୁ ଧନ୍ୟବାଦ ଦଉଛୁ ରାଜା, ସୁନ୍ଦର ସମୟ ପାଇଁ, ସୁନ୍ଦର ସହଭାଗିତା ପାଇଁ ଧନ୍ୟବାଦ ଦଉଛୁ ରାଜା। ତୁମେ ଆମମାନଙ୍କୁ ଅନୁଗ୍ରହ କଲ ପ୍ରତିଦିନ ଯେପରି ପ୍ରଭୁ ଆମମାନଙ୍କୁ ତୁମେ ସୁନ୍ଦର ଅବକାଶ ଦଉଛ, ଦିନ ଦେଖେଇବାକୁ ସୁଯୋଗ ଦେଲ, ସେଥିପାଇଁ ଧନ୍ୟବାଦ ଦଉଛି। ମଙ୍ଗଳମୟ ପରମେଶ୍ୱର, ଆଜିର ଆରାଧନା, ଆଜିର ଉପାସନା, ଆଜିର ପ୍ରଭୁ ତୁମର ସେ ମୁଖ ନିଶ୍ଚର ବାକ୍ୟ ଆମମାନଙ୍କ ଦେଇ ପଢେନିଅ ପରମେଶ୍ୱର। ଯେତେ ଜଣ ପ୍ରଭୁ ତୁମ ଚରଣ ଗୋଡ଼ ହେଇଛି ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ଅନୁଗ୍ରହ କରିଛ ବୋଲି ଧନ୍ୟବାଦ ଦଉଛି ରାଜା। ମଙ୍ଗଳମୟ ପରମେଶ୍ୱର, ଏ ପର୍ଯ୍ୟନ୍ତ ତୁମ ଦାସ ଦାସୀ ମାନେ ଯୋଡି ହୋଇନାହାନ୍ତି ରାଜା, ସେମାନଙ୍କୁ ହୃଦୟରେ ତୁମେ ଅତି ଶୀଘ୍ର ଯୋଡି ହୁଅନ୍ତି, ତୁମର ସେ ଅନୁଗ୍ରହ ପ୍ରାପ୍ତ ହୁଅନ୍ତି। ମଙ୍ଗଳମୟ ପରମେଶ୍ୱର, ରାଜା ତୁମକୁ ଗୌରବ କରୁ କରୁ ତୁମରି ଉପସ୍ଥିତ ମଧ୍ୟକୁ ଆମମାନଙ୍କୁ ପଢେଇନିଅ। ଆଜିର ଆରାଧନା, ଆଜିର ବାକ୍ୟ ସମସ୍ତ ଆମମାନଙ୍କର ମନ ପ୍ରାଣ ଆତ୍ମା ସମସ୍ତେ ତୁମ ହସ୍ତରେ ଦଉଛି। ତୁମେ ହିଁ ଆମମାନଙ୍କୁ ଲିଡ୍ କର, ତୁମେ ହିଁ ଆମମାନଙ୍କୁ ପରିଚାଳନା କର, ତୁମେ ହିଁ କଥା କହ ବୋଲି ପ୍ରାର୍ଥନା କରୁ। ଆମମାନଙ୍କୁ ପ୍ରତ୍ୟେକଙ୍କୁ ସୁସ୍ଥିର ମନ, ସୁସ୍ଥିର ଆତ୍ମା ଦିଅ ବୋଲି ପ୍ରାର୍ଥନା କରୁ। ସବୁ ଗୌରବ, ସବୁ ମହିମା ତୁମେ ପାଅ। ପ୍ରାର୍ଥନା ଶୁଣିଅଛ ବୋଲି ଧନ୍ୟବାଦ ଦେଇ ପ୍ରେମ ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛି, ଆମେନ୍। ଧନ୍ୟବାଦ। ହାଲେଲୁୟା, ହାଲେଲୁୟା। ଆସନ୍ତୁ ମାନେ ଯେତେ ଜଣ ଆପଣ ମାନେ ଉପସ୍ଥିତ ରହିଛନ୍ତି, ପ୍ରତିଦିନ ଭଳିଆ ଆଜି ମଧ୍ୟ ଉପସ୍ଥିତ ରହି ଆମମାନଙ୍କୁ ପ୍ରାର୍ଥନାରେ ସହଯୋଗ କରି ଆସୁଥିବାରୁ ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଦଉ ଦଉ ଆପଣ ମାନଙ୍କର ଉପସ୍ଥିତି ହିଁ ଆମେ କାମନା କରୁଅଛୁ। ଏ ସମୟରେ ମାନଙ୍କର ଗୌରବମୟ ପରମେଶ୍ୱରଙ୍କୁ, କାରଣ ଆମମାନଙ୍କର ପରମେଶ୍ୱର ପ୍ରଶଂସା ନିବାସୀ ପରମେଶ୍ୱର, ତାହାଙ୍କୁ ଆମେ ଆରାଧନା କରିବାକୁ ଯିବା, ତାଙ୍କୁ ଗୌରବ କରିବା, ତାଙ୍କୁ ପ୍ରଶଂସା କରିବା। ଆମମାନଙ୍କୁ ଏ ସୁନ୍ଦର ସମୟ ଦେଇଛନ୍ତି, ସୁନ୍ଦର ଅବକାଶ ଦେଇଛନ୍ତି, ପ୍ରତିଦିନ ଯେପରି ଆଉ ଦିନ ପରେ ଦିନ ଦେଖିବାକୁ ଦେଲେ ସେଇପରି ଆଜି ମଧ୍ୟ ଆମମାନଙ୍କୁ ଯୋଡି ଦେଇଛନ୍ତି, ସେଥିପାଇଁ ଆମେ ଧନ୍ୟବାଦ ଦେବା ଆଉ ଗୌରବ କରିବା, ତାଙ୍କର ନିକଟବର୍ତ୍ତୀ ହେବା, ନିଜ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିବା। ସେଥିପାଇଁ ଆସୁ ଆମେ ଆରାଧନା କରିବା ଆମମାନଙ୍କ ପରମେଶ୍ୱର, ପ୍ରଶଂସା ନିବାସୀ ପରମେଶ୍ୱର ପ୍ରଭୁ ଯୀଶୁଙ୍କ ନାମରେ ପ୍ରିୟ ଦାସଙ୍କୁ ସମ୍ମୁଖକୁ ଆହ୍ୱାନ କରିବି, ଆମମାନଙ୍କୁ ୱାର୍ସିପ ମଧ୍ୟକୁ ପଢେଇ ନେବେ ପ୍ରଭୁଙ୍କ ଦାସଙ୍କୁ ଆମେ ପାଇଥିବାରୁ। ଯେତେବେଳେ ମୁଁ ରାଜେଶ ଆଜ୍ଞାଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆହ୍ୱାନ କରୁଛି, ସେ ସମ୍ମୁଖକୁ ଆସିବେ, ଆମମାନଙ୍କୁ ଆରାଧନା ମଧ୍ୟକୁ ପଢେଇ ନେବେ। ଆଜ୍ଞା, ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆପଣଙ୍କର ସମୟ ଆଜ୍ଞା। ଆଜ୍ଞା, ଥ୍ୟାଙ୍କ ୟୁ। ସଦାପ୍ରଭୁ ପରମେଶ୍ୱରଙ୍କର ଗୌରବ ହଉ। ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର। ପ୍ରଭୁ ଆମମାନଙ୍କୁ ପୁନର୍ବାର ଏକ ନୂତନ ସକାଳ ଦେଇ ତାଙ୍କର ଉପସ୍ଥିତିରେ ବସି ତାଙ୍କର ଗୌରବ ପ୍ରଶଂସା କରିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଅଛନ୍ତି, ସେଥିପାଇଁ ପ୍ରଭୁଙ୍କର ଗୌରବ ହଉ। ସେ କରୁଣାମୟ, ତାଙ୍କର କରୁଣା କେବେ ଶେଷ ହୁଏ ନାହିଁ। ସେହି ସଦାପ୍ରଭୁ ପରମେଶ୍ୱରଙ୍କର ଗୌରବ କରି ଆମେ ଗୀତ ଗାନ କରିବା। କରୁଣାମୟ, ଆହେ କରୁଣାମୟ, କରିଛି ତୁମକୁ ମୁଁ ଆସ୍ୱାଦନ, କରିଛି ତୁମକୁ ମୁଁ ଆସ୍ୱାଦନ। କରୁଣାମୟ, ଆହେ କରୁଣାମୟ, କରିଛି ତୁମକୁ ମୁଁ ଆସ୍ୱାଦନ, କରିଛି ତୁମକୁ ମୁଁ ଆସ୍ୱାଦନ। ମୁଁ ଚାଖି ଜାଣିଛି ତୁମେ ପ୍ରେମମୟ, ମୁଁ ଚାଖି ଜାଣିଛି ତୁମେ ପ୍ରେମମୟ। କରୁଣାମୟ, ଆହେ କରୁଣାମୟ, କରିଛି ତୁମକୁ ମୁଁ ଆସ୍ୱାଦନ, କରିଛି ତୁମକୁ ମୁଁ ଆସ୍ୱାଦନ। ହଜାର ହଜାର ସୁନା ରୂପା ଠାରୁ ତୁମ ମଧୁର ବାକ୍ୟ ମୋ ପ୍ରତି ଉତ୍ତମ। ହଜାର ହଜାର
सुना रूपा ठारू तुम मधुर वाक्य मो प्रति उत्तम तुमे मंगलकारी मो मंगलमय तुमे मंगलकारी मो मंगलमय करिछि तुमकु मु आस्वादन करिछि तुमकु मु आस्वादन करुणामय आहे करुणामय करिछि तुमकु मु आस्वादन करिछि तुमकु मु आस्वादन करिछि तुमकु मु आस्वादन हजार हजार मणि मुक्ता ठारू तुम मुखर वाक्य मो प्रति उत्तम हजार हजार मणि मुक्ता ठारू तुम मुखर वाक्य मो प्रति उत्तम तुमे मंगलकारी मो मंगलमय तुमे मंगलकारी मो मंगलमय करिछि तुमकु मु आस्वादन करिछि तुमकु मु आस्वादन करुणामय आहे करुणामय करिछि तुमकु मु आस्वादन करिछि तुमकु मु आस्वादन मो प्रिय प्रियतम श्वेत रक्तबन 10 सहस्र मध्य प्रभु महान मोहर प्रियतम श्वेत रक्तबन 10 सहस्र मध्य प्रभु महान तुमे मंगलकारी मो मंगलमय तुमे मंगलकारी मो मंगलमय करिछि तुमकु मु आस्वादन करिछि तुमकु मु आस्वादन करुणामय आहे करुणामय करिछि तुमकु मु आस्वादन करिछि तुमकु मु आस्वादन करिछि तुमकु मु आस्वादन हालेलुया प्रेज द लॉर्ड प्रभुंकर गौरव हो मोर प्रिय माने आमने प्रभु को आस्वादन करियछु प्रभु को चाखिचु आ माने जानिछु से कि प्रकार आमान को प्रति से मंगलमय अटंती तांकर मंगल दया आमानकर जीवन जाए आमानकर पश्चातगामी होई अछि हालेलुया प्रेज द लॉर्ड प्रभुंकर गौरव हो आसंतो आगुटी गीत गाई आमने प्रभु को धन्यवाद देबा प्रभुंकर गौरव करवा प्रभुंकर प्रशंसा करवा थैंक यू जीसस हालेलुया हालेलुया धन्यवाद धन्यवाद प्रभु जी दया परे दया करिछ मते प्रभु दयारे मु पाइछि सबु क्षमा परे क्षमा करिछ मते जीसु क्षमारे मु लभिछि सबु दया परे दया करिछ मते प्रभु दयारे मु पाइछि सबु क्षमा परे क्षमा करिछ मते जीसु क्षमारे मु लभिछि सबु हे जीसु तुम दया मो प्रति बड़ प्रभु हे जीसु तुम दया मो प्रति बड़ प्रभु मो प्रति बड़ प्रभु मो प्रति बड़ प्रभु दया परे दया करिछ मते प्रभु दयारे मु पाइछि सबु क्षमा परे क्षमा करिछ मते जीसु
क्षमारे मु लभिछि सबु दयारे मु पाइछि सबु प्रति मुहूर्ते तुम दया मो प्रति नुआ नुआ जेबे खोजे तुम करुणा करी न केबे उणा प्रति मुहूर्ते तुम दया मो प्रति नुआ नुआ जेबे खोजे तुम करुणा करी न केबे उणा नहिब केबे शेष तुमरी से करुणा नहिब केबे शेष तुमरी से करुणा तुमरी से करुणा मो प्रति सदा थाओ दया करे दया करिछ मते प्रभु दयारे मु पाइछि सबु क्षमा परे क्षमा करिछ मते जीसु क्षमारे मु लभिछि सबु दयारे मु पाइछि सबु क्षमारे मु लभिछि सबु हालेलुया तुमरी मंगल ओ दया मो संगे नीति रहू तुमरी अमृत आशीष मो प्रति सदा थाओ तुमरी मंगल दया मो संगे नीति रहू तुमरी अमृत आशीष मो प्रति सदा थाओ सर्वदा मोष्ठ तुमरी स्तुति करू सर्वदा मोष्ठ तुमरी स्तुति करू तुमरी स्तुति करू तुमरी स्तुति करू दया परे दया करिछ मते प्रभु दयारे मु पाइछि सबु क्षमा परे क्षमा करिछ मते जीसु क्षमारे मु लभिछि सबु दयारे मु पाइछि सबु हालेलुया प्रेज द लॉर्ड तांकर मंगल दया तांकर प्रभु तांकर अनुग्रह आमनक प्रति यथेष्ट मोर प्रिय माने से आमनकु केबे छाड़िबे नाही कि परित्याग करिबे नाही तांकर अनुग्रह आमनक पाए यथेष्ट हालेलुया थैंक यू लॉर्ड जीसस धन्यवाद 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 महिमारे परिपूर्ण जीवित अनुग्रहकारी परमेश्वर तुम्हारी गौरव करुछु तुम्हारी प्रशंसा करुछु तुम्हारी जयकार करुछु प्रभु ये सुंदर सकाळ आमनक जीवन रे तुमे देइछ तुम्हारी अनुग्रह आमनक पाए यथेष्ट हालेलुया धन्यवाद 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 प्रेज यू लॉर्ड धन्यवाद देउछु राजा हालेलुया हालेलुया थैंक यू जीसस थैंक यू जीसस थैंक यू जीसस थैंक यू लॉर्ड हालेलुया मोर प्रिय माने प्रभु को आमने चाखीचु एवं जानियछु से मंगलमय परमेश्वर अटंती हालेलुया थैंक यू लॉर्ड आम निज निज प्रभु हस्तर समर्पण करबा सकाळ समय प्रभु आम को आकर्षण करियछंती से आम को आंकर उपस्थिति मध्यक आसिया पाए गीत रचक जे प्रकार लिखती हरिणी जेपरी जलस्रोत पाए धकाए प्रभु से परी मु तुम निमंते लालायित मु तुम उपस्थित बसिया पाए मु तृषित हालेलुया थैंक यू जीसस हरिणी जेमिति जलधारा पाए हुए आकुल प्रभु सेमिति मो
ପ୍ରାଣ ତୁମ ପାଇଁ ବ୍ୟାକୁଳ। ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ, ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ, ପ୍ରଭୁ ସେମିତି ମୋ ପ୍ରାଣ ତୁମ ପାଇଁ ବ୍ୟାକୁଳ। ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ। ଲୁହ ମୁଁ ପିଇଛି ଆକୁଳେ କାନ୍ଦିଛି କେତେ ଦିନ ରାତି, ବାର ବାର ଯେବେ ଲୋକେ ପଚାରନ୍ତି ତୋ ପ୍ରଭୁ କାହାନ୍ତି, ମନ କାହିଁକିରେ ବିଚଳିତ, ହେଉ କିମ୍ପା ଏତେ ଶୋକାନ୍ୱିତ, ରଖିଥା ଭରସା ସେ ତୋର ସହାୟ, ସେ ତ ଈଶ୍ୱର। ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ, ଢାଳି ଦେବେ ତାଙ୍କ ପ୍ରେମ ଅନୁଗ୍ରହ ସିଏ ଦିବସରେ, ରାତ୍ରିରେ ଗାଇବି ପ୍ରାର୍ଥନା ତୋଳିବି ତାଙ୍କ ଉଦ୍ଦେଶ୍ୟରେ, ମନ କାହିଁକିରେ ବିଚଳିତ, ହେଉ କିମ୍ପା ଏତେ ଶୋକାନ୍ୱିତ, ରଖିଥା ଭରସା ସେ ତୋର ସହାୟ, ସେ ତ ଈଶ୍ୱର। ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ, ପ୍ରଭୁ ସେମିତି ମୋ ପ୍ରାଣ ତୁମ ପାଇଁ ବ୍ୟାକୁଳ। ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ, ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ। ପ୍ରଭୁ ତୁମେ ଆମମାନଙ୍କର ଲୁହ ପୋଛିଦେବା ପରମେଶ୍ୱର, ତୁମେ ଆମମାନଙ୍କର ଦୁଃଖକୁ ଦୂର କରିବା ପରମେଶ୍ୱର। ପ୍ରଭୁ ଆମେ ତୁମର ଚଅଁତଳକୁ ଆସିଅଛୁ, ତୁମ ନିମନ୍ତେ ଧାର୍ମିକତା ନିମନ୍ତେ କ୍ଷୁଧିତ ଆଉ ତୃଷିତ ଆମମାନେ ପ୍ରଭୁ ତୁମର ଚଅଁତଳ ତୁମର ଉପସ୍ଥିତିରେ ଆମମାନେ ବସିଅଛୁ। ପ୍ରଭୁ ଏହି ପ୍ରଭାତ ସମୟରେ ଆମର ସମସ୍ତଙ୍କୁ ତୁମେ ଆଶୀର୍ବାଦ କର। ଆଜିର ଏହି ଉପାସନା ତୁମ ନିକଟରେ ଗ୍ରହଣ ହଉ, ସତ୍ୟରେ ଏବଂ ଆତ୍ମାରେ ଉପାସନା କରିବା ପାଇଁ ତୁମେ ଆମମାନଙ୍କୁ ଅନୁଗ୍ରହ କରିଛ, ଧନ୍ୟବାଦ ଦେଉଛୁ। ହାଲେଲୁୟା। ତୁମେ ଧନ୍ୟ, ତୁମେ ମହାନ ପରମେଶ୍ୱର, ତୁମେ ଜୀବିତ ପରମେଶ୍ୱର, ତୁମେ ଆମମାନଙ୍କର ରକ୍ଷକ, ତୁମେ ଆମମାନଙ୍କର ଉଦ୍ଧାରକର୍ତ୍ତା, ତୁମେ ଆମମାନଙ୍କର ମୁକ୍ତିଦାତା, ତୁମେ ଆମମାନଙ୍କର ପ୍ରତିପାଳକ ପରମେଶ୍ୱର, ଧନ୍ୟବାଦ ଦେଉଛୁ। ହାଲେଲୁୟା ହାଲେଲୁୟା। ଧନ୍ୟ ସଦାପ୍ରଭୁ ପରମେଶ୍ୱର, ତୁମେ ଧନ୍ୟ, ତୁମେ ଧନ୍ୟ, ତୁମେ ମଙ୍ଗଳମୟ ପରମେଶ୍ୱର। ମୋର ପ୍ରିୟମାନେ, ସେ ମଙ୍ଗଳମୟ ଅଟନ୍ତି, ସେ ମଙ୍ଗଳକାରୀ। ଆମମାନଙ୍କର ଜୀବନରେ ଯେଉଁ ସମସ୍ତ ମଙ୍ଗଳଦାନ ଆମେ ପାଇଅଛୁ ତାକୁ ଆମେ ସ୍ମରଣ କରି ପ୍ରଭୁଙ୍କୁ ଧନ୍ୟବାଦ ଦେଉ। ହାଲେଲୁୟା। ତୁମେ ଧନ୍ୟ ପ୍ରଭୁ, ତୁମେ ଧନ୍ୟ। ଆମମାନଙ୍କୁ ଦହଲା କାଦୁଅରୁ ଉଠାଇଥିବାର ତୁମକୁ ଧନ୍ୟବାଦ ଦେଉଛୁ। ଆମମାନଙ୍କୁ ଚଟ୍ଟାଣ ମଧ୍ୟରେ ଠିଆ କରାଇଥିବାର ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ। ତୁମେ ଆମମାନଙ୍କର ବଳ, ତୁମେ ଆମମାନଙ୍କର ଢାଲ, ତୁମେ ଆମମାନଙ୍କର ଦୃଢ଼ ଦୁର୍ଗ, ତୁମେ ଦୁର୍ଦ୍ଦଶା କାଳରେ ଅତି ନିକଟବର୍ତ୍ତୀ ଓ ସହାୟ ପରମେଶ୍ୱର। ପ୍ରଭୁ ତୁମେ ପ୍ରତିଜ୍ଞା କରିଛ, ମୁଁ ତୁମକୁ କେବେ ଛାଡ଼ିବି ନାହିଁ କି ପରିତ୍ୟାଗ କରିବି ନାହିଁ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ହାଲେଲୁୟା। ତୁମେ ଧନ୍ୟ, ତୁମେ ଧନ୍ୟ, ତୁମେ ମହାନ ପରମେଶ୍ୱର। ଥ୍ୟାଙ୍କ ୟୁ ଜିସସ୍, ଥ୍ୟାଙ୍କ ୟୁ ଜିସସ୍, ଥ୍ୟାଙ୍କ ୟୁ ଜିସସ୍। ହାଲେଲୁୟା। ଧନ୍ୟବାଦ ପ୍ରଭୁ,
धन्यवाद आम निज निजक प्रभु हस्तर समर्पण करवा मोर प्रिय माने से मंगलमय से दयामय से प्रेममय अटंती हालेलुया तुमे मंगलमय तुमे अनादि अनंत तुमे सर्वशक्तिमान तुमे नित्य जीवित तुमे मंगलमय तुमे अनादि अनंत तुमे सर्वशक्तिमान तुमे नित्य जीवित कल प्रभु पाप क्षमा आम देल तुम अनुग्रह दान आहे प्रभु दयामय तुमे केड़े महान हे आहे जीशु क्षमामय तुमे केड़े महान हे हालेलुया 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 ओशाना हालेलुया 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 ओशाना तुमे निराश जीवने नव आशा भरी देल अशांत मन रे तुमे सांत्वना देल अभाव आम करिल दूर रोगरु तुमे आरोग्य करिल आहे प्रभु दयामय तुमे केड़े महान हे आहे जीशु क्षमामय तुमे केड़े महान हे हालेलुया समस्ते मिलित भाव रे ए गीत को गाई आमे प्रभुंकर गौरव करवा मोर प्रिय माने हालेलुया 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 होशाना हालेलुया 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 होशाना हालेलुया 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 होशाना हालेलुया 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 होशाना प्रभु धन्यवाद दौछु तुम्हें मंगलमय तुम्हें करुणामय तुम्हें प्रेममय आमान को तुम्हें केते प्रेम करछ दया करछ तुमरी मंगल दान रे आमान को परिपूर्ण करछ सेति पाए धन्यवाद दौछु प्रभु तुमर ठाले निज निजको समर्पण करछु आमान कर मन प्राण आत्मा शरीर और हृदय सहित अंतकरण सहित प्रभु तुमर धन्यवाद गौरव प्रशंसा करछु हालेलुया तुम्हें धन्य तुम्हें महान तुमर कार्य महान आमान जीवन रे जो समस्त महान कार्य तुम्हें करछ प्रभु सेति पाए धन्यवाद 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 आमे आज ए रियल मिनिस्ट्री रो जूम उपासना रे जिते जन जोग देछु प्रभु प्रत्येक जीवन द्वारा तुम्हें महिमा पाओ तुम्हें गौरव पाओ तुम्हें प्रशंसित हो सकल आदर महिमा गौरव तुमको दे यीशु को नाम रे ईश्वर कल्पिता आमेन 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 हालेलुया धन्यवाद दिए प्रभु को दास सुंदर भाव रे हमन को आराधना मध्य को कढ़ाई नहीं थिबार प्रभु को उपस्थिति मध्य को कढ़ाई नहीं थिबारु प्रभु को दास को प्रभु आशीर्वाद करंतु अनुग्रह करंतु हमें जेतेले हमें आराधना करि थाओ केवल हार्ट नहे आमान को ब्रेन आमान को मन प्राण सब कोन होई थाए
ହିଲ୍ ହେଇଥାଏ, ମାନେ ସୁସ୍ଥତା ଆସିଥାଏ। ସେଥିପାଇଁ ଆମେ ଆରାଧନା କରିଥାଉ। ସୁନ୍ଦର ଭାବରେ ପ୍ରଭୁଙ୍କ ଦାସ ଅର୍ଥପୂର୍ଣ୍ଣ ଭାବରେ ଗୀତ ଗାନ କରି ପ୍ରଭୁଙ୍କ ଉପସ୍ଥିତି ମଧ୍ୟକୁ ପଢାଇ ନେଇଥିବାରୁ ପ୍ରଭୁଙ୍କ ଦାସଙ୍କୁ ପ୍ରଭୁ ପ୍ରଚୁର ପରିମାଣ ଆଶୀର୍ବାଦ କରନ୍ତୁ। ଏଭଳି ଭାବରେ ବିଭିନ୍ନ ସ୍ଥାନରେ ଜୁମ୍ ରେ ବ୍ୟବହାର କରନ୍ତୁ। ଧନ୍ୟବାଦ। କିନ୍ତୁ ଏ ସମୟରେ ଆମେ ପ୍ରଭୁଙ୍କ ଦାସଙ୍କ ପାଇଁ ପ୍ରାର୍ଥନା କରିବାକୁ ଯିବା। ଆଉ ବାକ୍ୟ ଘେନି ଆଣୁଥିବା ପ୍ରଭୁଙ୍କ ଦାସଙ୍କ ପାଇଁ ଆମେ ପ୍ରାର୍ଥନା କରିବା। ଆମମାନଙ୍କ ଗହଣ ମଧ୍ୟରେ ଅଛନ୍ତି ବିଜୟ କୁମାର ସାହୁ, ପ୍ରଭୁଙ୍କ ଦାସ। ଆଜ୍ଞା, ପ୍ରେଜ୍ ଦ ଲର୍ଡ। ବିଜୟ ଆଜ୍ଞା, ପ୍ରେଜ୍ ଦ ଲର୍ଡ। ହ୍ୟାଲୋ ଦିଦି, ପ୍ରେଜ୍ ଲର୍ଡ ଦିଦି। ଆପଣ ପ୍ରାର୍ଥନା କରନ୍ତୁ ଆଜ୍ଞା। ପ୍ରଭୁଙ୍କ ଦାସ ସୁନ୍ଦର ଭାବରେ ଆରାଧନା କରୁଛନ୍ତି। ତାଙ୍କ ପାଇଁ, ତାଙ୍କ ପରିବାର ପାଇଁ, ତାଙ୍କର ମିନିଷ୍ଟ୍ରି ପାଇଁ ପ୍ରାର୍ଥନା କରନ୍ତୁ। ତା ସହିତ ବାକ୍ୟ ଘେନି ଆସୁଥିବା ପ୍ରଭୁଙ୍କ ଦାସଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଉପସ୍ଥିତ ପ୍ରତ୍ୟେକ ପାଇଁ ପ୍ରାର୍ଥନା କରନ୍ତୁ, ଯେପରି ଆମେ ସୁସ୍ଥିର ଭାବରେ ସେ ପ୍ରଭୁଙ୍କ ମୁଖ ନିଃସୃତ ବାକ୍ୟ ଆମେ ଶ୍ରବଣ କରିବାକୁ ଯିବା। ସେଥିପାଇଁ ପ୍ରାର୍ଥନା। ମଙ୍ଗଳମୟ ସଦାପ୍ରଭୁ ତୋର ମହାନବ ଧନ୍ୟବାଦ ଦଉଛି, ପ୍ରଶଂସା କରୁଛି ପ୍ରଭୁ। ସୁନ୍ଦର ପ୍ରଭାତ ଦେଇଛ, ଧନ୍ୟବାଦ ଦଉଛି ପିତା ପରମେଶ୍ୱର। ହଁ ପିତା, ତମେ ସ୍ୱୟଂ ପରମେଶ୍ୱର, ତମେ ଆରମ୍ଭ, ତମେ ଶେଷ ଅଟ ପିତା ପରମେଶ୍ୱର। ତମେ କ ଏବଂ ତମେ କ୍ଷ ଅଟ ପିତା ପରମେଶ୍ୱର। ହଁ ପିତା ପରମେଶ୍ୱର, ତମେ ଉର୍ଦ୍ଧ୍ୱରୁ ଆମେ ସମସ୍ତଙ୍କୁ ତମେ ଅନୁଗ୍ରହ କରିଅଛ, ଆଶୀର୍ବାଦ କରିଅଛ, ଧନ୍ୟବାଦ ଦଉଛି। ଏଇ ଜୁମ୍ ମାଧ୍ୟମରେ ପିତା ପରମେଶ୍ୱର ତମେ ଗୌରବାନ୍ୱିତ ହୋଇଅଛ, ଧନ୍ୟବାଦ ଦଉଛି। ଏଇ ଜୁମ୍ରେ ଯେତେ ଜଣ ବସି ଅଛନ୍ତି ପ୍ରତ୍ୟେକ ଦାସ ଦାସୀ ସମସ୍ତଙ୍କୁ ତମେ ଅନୁଗ୍ରହ କର, ସମସ୍ତଙ୍କୁ ତମେ ତୋଳି ଧର ବୋଲି ପ୍ରାର୍ଥନା କରୁଅଛି ପ୍ରଭୁ। ହଁ ପିତା ପରମେଶ୍ୱର, ତମେ ଉଦ୍ଧାର କଥା ପିତା, ଆମେ ସମସ୍ତଙ୍କୁ ଉଦ୍ଧାର କରୁଅଛ। ଆମେ ପାପମୟରେ ପିତା ବୁଡ଼ି ଅଛୁ ପିତା ପରମେଶ୍ୱର। ଏ ପାପମୟ ଜୀବନରୁ ତମେ ଉଦ୍ଧାର କରିଅଛ। ଆମ ସମସ୍ତଙ୍କୁ ସୂଚି ପବିତ୍ର କରିଅଛ, ଅନୁଗ୍ରହ କରିଅଛ ଏବଂ ଆମ ସମସ୍ତ ପାପକୁ ତମେ କ୍ଷମା କରି ନୂତନ ଜୀବନ ଦେଇଛ ବୋଲି ଧନ୍ୟବାଦ ଦେଉଛି ପିତା ପରମେଶ୍ୱର। ଯେତେବେଳେ ପିତା ପରମେଶ୍ୱର ଯେଉଁ ଗୀତ ମାଧ୍ୟମରେ ତମେ ଆରାଧନା କରିଅଛ, ତମ ଦାସକୁ ତମେ ଆଶୀର୍ବାଦ କରିଅଛ ପିତା, ଧନ୍ୟବାଦ ଦଉଛି। ହଁ ପିତା ପରମେଶ୍ୱର, ତାଙ୍କୁ ସେ ଜ୍ଞାନ ବୁଦ୍ଧି ଦେଇଅଛ, ତାଙ୍କୁ ସେ ସୁନ୍ଦର କଣ୍ଠ ଦେଇଅଛ, ଧନ୍ୟବାଦ ଦଉଛି ପିତା। ତାଙ୍କୁ ତମ ତଳିପାର ମସ୍ତକ ପର୍ଯ୍ୟନ୍ତ ସୂଚି ଏବଂ ପବିତ୍ର କର। ତାଙ୍କ ସହିତ ତାଙ୍କ ସମସ୍ତ ପରିବାର ପରିଜନକୁ ତମ ଆଶୀର୍ବାଦ କର। ହଁ ପିତା ପରମେଶ୍ୱର, ସେମାନେ ଯେପରି ଆତ୍ମିକତାରେ ଆହୁରି ବୃଦ୍ଧି ହେବେ, ଆହୁରି ବଢିବେ, ତୁମଠାରେ ଆହୁରି ବିଶ୍ୱାସ କରିବେ, ସେ ବି ତମେ ତାଙ୍କୁ ଆଶୀର୍ବାଦ କର। ତାଙ୍କ ଯାହା ରୋଗ ଦୋଗ ସମସ୍ୟା ଯାହା ସବୁ ଯୀଶୁଙ୍କ ନାମରେ ତମେ ଦୂର କର। ହଁ ପିତା ପରମେଶ୍ୱର, ସେମାନେ ଯେପରି ପିତା ସଦାସର୍ବଦା ତୁମଠାରେ ନିର୍ଭର କରିବେ, ତୁମଠାରେ ଭରସା କରିବେ, ତୁମକୁ ସମ୍ମୁଖରେ ରଖି ପିତା ଆଗକୁ ବଢିବେ, ସେ ବି ତମେ ତାଙ୍କୁ ଆଶୀର୍ବାଦ କର, ଅନୁଗ୍ରହ କର, ଦୟା କର ପ୍ରାର୍ଥନା କରୁଛି। ଯେତେବେଳେ ବକ୍ତା ଆଜ୍ଞାଙ୍କୁ ତୋ ଚରଣରେ ରଖୁଛି ପିତା, ତାଙ୍କୁ ତମେ ଆଶୀର୍ବାଦ କର, ତାଙ୍କ ମୁଖ ଦ୍ୱାରା ତମେ କଥା କହ ବୋଲି ପ୍ରାର୍ଥନା କରୁଅଛି। ତାଙ୍କୁ ପିତା ଜ୍ଞାନ ବୁଦ୍ଧି ଦିଅ, ତାଙ୍କୁ ସ୍ପର୍ଶ କର, ତାଙ୍କୁ ଛୁଇଁ ଦିଅ ଏବଂ ପିତା ପରମେଶ୍ୱର ତାଙ୍କ ମୁଖ ଦ୍ୱାରା ତମେ ଉଦ୍ଗାରିତ ହୋ। ସେ ଯୋଉ ଆହାର, ଯୋଉ ବାକ୍ୟ ଆଣିଅଛନ୍ତି ପ୍ରଭୁ, ସେ ବାକ୍ୟ ଯେପରି ଆଜି ସୁନ୍ଦର ଭାବରେ ଦେବେ, ଆଉ ସେ ବାକ୍ୟକୁ ଶୁଣି ପିତା ଆମେ ତୃପ୍ତ ହବୁ, ସେ ପିତା ଦୟା କର, ଅନୁଗ୍ରହ କର। ତାଙ୍କୁ ଆଶୀର୍ବାଦ କର, ତାଙ୍କ ପରିବାରକୁ ଆଶୀର୍ବାଦ କର, ତା ପରିବାର ପରିଜନ ଆତ୍ମୀୟ ଜଣ ଯାହା ଅଛନ୍ତି ସମସ୍ତ ତମେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରିଅଛି ପ୍ରଭୁ। ହଁ ପିତା ପରମେଶ୍ୱର, ଜୀବନରେ ସେମାନେ ଯେପରି ଆଗକୁ ଆହୁରି ବଢିବେ, ଆହୁରି ବୃଦ୍ଧି ହେବେ ପିତା ପରମେଶ୍ୱର, ସେ ତମେ ଆଶୀର୍ବାଦ କର। ଯେତେବେଳେ ପିତା ପରମେଶ୍ୱର ଯେଉଁମାନେ ଯେତେ ଜଣ ଅଛନ୍ତି ପ୍ରତ୍ୟେକ ଜଣଙ୍କୁ ତମ ନାମ ଧରି ଧରି ତମେ ଆଶୀର୍ବାଦ କର ପିତା ପରମେଶ୍ୱର। ହଁ ପିତା ପରମେଶ୍ୱର, ଯାହାର ଅସୁବିଧା ଅଛି, ପ୍ରୋବ୍ଲେମ ଅଛି, ମେଡିକାଲ ପ୍ରୋବ୍ଲେମ ଅଛି, ସମସ୍ତ ବିଷୟ ତମେ ଜାଣୁଅଛ ପିତା ପରମେଶ୍ୱର। ସବୁ ରୋଗ ଦୁଃଖ ସମସ୍ୟାରୁ ସମସ୍ତଙ୍କୁ ଉଦ୍ଧାର କର, ଉତ୍ତମ ମନ ଦିଅ, ସୁସ୍ଥିର ମନ ଦିଅ ବୋଲି ପ୍ରାର୍ଥନା କରୁଛି ପ୍ରଭୁ। ସୁନ୍ଦର ସମୟ ନିମନ୍ତେ ପ୍ରାର୍ଥନା କରୁଅଛି ପ୍ରଭୁ, ସୁନ୍ଦର ସମୟ ତମେ ଦେଇଅଛ। ବିଶେଷ କରି ପିତା ପରମେଶ୍ୱର ଧନ୍ୟବାଦ ଦେଉଛି ପିତା, ଆମେ ଅଯୋଗ୍ୟ ଧୂଳି ମାତ୍ର ଓଡିନାରେ ହେଲେ ମଧ୍ୟ ତମେ ଆମକୁ ବାଛିଅଛ, ତମେ ଆମକୁ ମନୋନୀତ କରିଅଛ, ତମେ ଆମକୁ ସୁଯୋଗ ଦେଇଅଛ ପିତା ପରମେଶ୍ୱର। ତମର ବାକ୍ୟର ଅନ୍ୱେଷଣ କରିବା ପାଇଁ, ତମ ରାଜ୍ୟ ଧାର୍ମିକତା ଅନ୍ୱେଷଣ କରିବାର ପାଇଁ ତମେ ସୁଯୋଗ ଦେଇଅଛ, ଧନ୍ୟବାଦ ଦେଉଛି ପିତା ପରମେଶ୍ୱର। ଯେତେବେଳେ ପିତା ପରମେଶ୍ୱର ସୁନ୍ଦର ସମୟ ନିମନ୍ତେ ଏଇ ଜୁମ୍ ମାଧ୍ୟମରେ ପିତା ପରମେଶ୍ୱର ତମର ଗୌରବ ମହିମା କରିବା ନିମନ୍ତେ ସମସ୍ତଙ୍କୁ ତମେ ଆଶୀର୍ବାଦ କରିଅଛ, ସମୟ ଦେଇଅଛ ଏବଂ ବ୍ୟବହାର ଆମକୁ କରିଅଛ, ଧନ୍ୟବାଦ ଦେଇ ନାଜରିତ ମଧୁମୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି, ସୁନ୍ଦର ଗ୍ରହଣ କର, ଆମିନ। ଆମେନ୍, ଆମେନ୍, ଆମେନ୍। ଆଜ୍ଞା, ସମସ୍ତ ବିଷୟ ବୋଝର ସହିତ ପ୍ରାର୍ଥନା କରିଥିବାରୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଆଉ ଆସନ୍ତୁ ଆମେ ଆଗକୁ ବଢିବାକୁ ଯିବା। ସମୟ ମଧ୍ୟ ବହୁତ ହେଇଗଲାଣି। ଆଉ ଯେତେବେଳେ ଆମେ
ଆରାଧନା କରିଛୁ, ପ୍ରାର୍ଥନା ମଧ୍ୟ କରିଛୁ। ଆଉ ଗୁରୁତ୍ୱପୂର୍ଣ୍ଣ ସମୟ ପହଞ୍ଚିଛୁ। ପ୍ରଭୁଙ୍କର ସେ ମୁଖ ନିଃସୃତ ବାକ୍ୟ ଶ୍ରବଣ କରିବାକୁ ଯିବା, ସେ ଜୀବନ୍ତ ବାକ୍ୟ ଶ୍ରବଣ କରିବାକୁ ଯିବା। ଏଇ ସମୟରେ ଆମଙ୍କର ଅତି ପ୍ରିୟ ପ୍ରଭୁଙ୍କ ଦାସ ମାନଙ୍କୁ ପ୍ରତିଦିନ ପ୍ରଭାତରେ ଆମମାନଙ୍କୁ ଉତ୍ସାହିତ କରିଥାନ୍ତି ଏବଂ ଆମମାନଙ୍କୁ ଉଠେଇଥାନ୍ତି ଏବଂ ତାଙ୍କର ପ୍ରୟାସରେ ଆଜି ଆମେ ପ୍ରାତଃ ସମୟରେ ଉପସ୍ଥିତ ରହିଛୁ। ଆଉ ସେଥିପାଇଁ ପ୍ରଭୁଙ୍କ ଦାସଙ୍କୁ ମୁଁ ଧନ୍ୟବାଦ ଦିଏ ଏବଂ ତା ସହିତ ଆଜି ପ୍ରଭୁଙ୍କ ଦାସଙ୍କୁ ଆମେ ପାଇଥିବାରୁ ଅତି ପ୍ରିୟ ପ୍ରଭୁଙ୍କ ଦାସଙ୍କୁ ଯେତେବେଳେ ମୁଁ ସମ୍ମୁଖକୁ ଆହ୍ୱାନ କରିବି ତାଙ୍କୁ ପାଇଥିବାରୁ କରତାଳ ସହିତ ଆଉ ମୁଁ ଧନ୍ୟବାଦ ଦିଏ, ସମସ୍ତଙ୍କୁ ଆହ୍ୱାନ କରୁଛି ଆମମାନଙ୍କର ଅତି ପ୍ରିୟ ପିଟର ଭାଇଙ୍କୁ ଯେତେବେଳେ ମୁଁ ପ୍ରଭୁ ଯୀଶୁଙ୍କ ସେ ମଧୁମୟ ନାମରେ ସମସ୍ତଙ୍କୁ ଆହ୍ୱାନ କରୁଛି ସେମାନଙ୍କୁ ଭକ୍ତି ନେଇ କଢେଇ ନେବେ। ଆସନ୍ତୁ ଆଉ କରତାଳ ସହିତ ଧନ୍ୟବାଦ ଦେବା, ଆହ୍ୱାନ କରିବି। ହାଲେଲୁୟା, ପ୍ରେଜ ଦ ଲର୍ଡ। ମୋର ଆବାଜ ହାଲେଲୁୟା। ଆସୁଛି? ଆବାଜ ଆସୁଛି? ହଁ ଆସୁଛି। ହଁ ଆସୁଛି। ରିଏଲ ମିଷ୍ଟର ଅଫ ଇଣ୍ଡିଆ ଅନୁକୂଲ୍ୟରେ ଅନୁଷ୍ଠିତ ପ୍ରାତଃକାଳ ଉପାସନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ଆଉ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି, ପ୍ରଭୁ ମୋ ଯୋଗ୍ୟଙ୍କୁ ଏଇ ସୁନ୍ଦର ସୁଯୋଗ ଦେଇଅଛନ୍ତି ବାକ୍ୟର ସେବା କାର୍ଯ୍ୟ କରିବା ନିମନ୍ତେ। ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଭୁଙ୍କ ଦାସୀ ଆଉ ମଲ୍ଲିକ ଦିଦିଙ୍କୁ ବି ଧନ୍ୟବାଦ ଦଉଛି, ବହୁତ ସୁନ୍ଦର ଭାବରେ ଆଜିର ମଧ୍ୟସ୍ଥି ପ୍ରାର୍ଥନା ପରିଚାଳନା କରିବା ସହିତ ଉପାସନାକୁ ପରିଚାଳନା କରୁଅଛନ୍ତି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ତା ସହିତ ମୁଁ ଧନ୍ୟବାଦ ଦଉଛି ଆମମାନଙ୍କର ପ୍ରିୟ ଫେଭରେଟ ବର୍ସିପର ଗୋସ୍ପେଲ ସିଙ୍ଗର ଆଉ ରାଜେଶ ସାରଙ୍କୁ ବି ଧନ୍ୟବାଦ ଦଉଛି, ଅତି ସୁନ୍ଦର ଭାବରେ ହୃଦୟସ୍ପର୍ଶୀ ଗୀତ ସବୁ ଗାନ କଲେ। ପ୍ରଭୁ ତାଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ। ତା ସହିତ ମୁଁ ଧନ୍ୟବାଦ ଦଉଛି ଆମଙ୍କର ପ୍ରିୟ ବନ୍ଧୁ ପାଷ୍ଟର ବିଜୟ କୁମାର ସାହୁ ଆଉ ସାହୁ ସାରଙ୍କୁ ମଧ୍ୟ ଧନ୍ୟବାଦ ଦଉଛି, ମୋ ପାଇଁ ବୋଝର ସହିତ ପ୍ରାର୍ଥନା କରିଅଛନ୍ତି। ତେବେ ଆସନ୍ତୁ ଆମମାନେ ସମସ୍ତେ ଜୋରରେ କହିବା କି ହାଲେଲୁୟା, ହାଲେଲୁୟା, ହାଲେଲୁୟା। ହାଲେଲୁୟା ଶବ୍ଦ ହଉଛି ହିବ୍ରୁ ଶବ୍ଦ। ହାଲେଲୁୟା ଶବ୍ଦ ହଉଛି ହିବ୍ରୁ ଶବ୍ଦ। ଏହାର ଅର୍ଥ ହଉଛି ସଦାପ୍ରଭୁଙ୍କର ପ୍ରଶଂସା କର। ଆମମାନେ ଯେତେ ଥର ହାଲେଲୁୟା କହୁଥିବା ସେତେ ଥର ସଦାପ୍ରଭୁଙ୍କର ପ୍ରଶଂସା କରୁଥିବା। ତେବେ ଆସନ୍ତୁ ପ୍ରଭୁଙ୍କର ସେଇ ମୁଖ ନିର୍ଗତ ଜୀବନ୍ତ ବାକ୍ୟକୁ ଶ୍ରବଣ କରିବା। ଶୁଣିବା ପୂର୍ବରୁ ମୁଁ ଅନୁରୋଧ କରୁଅଛି ଆପଣମାନେ ଯଦି ଠିକ ସ୍ଥାନରେ ବସି ଅଛନ୍ତି ପ୍ରଭୁଙ୍କର ଗୌରବ ନିମନ୍ତେ ପରସ୍ପରକୁ ଉତ୍ସାହିତ କରିବା ନିମନ୍ତେ ଆପଣମାନେ ଭିଡିଓ ଅନ୍ କରିପାରିବେ। ଆମମାନେ ଦେଖିଲେ ଖୁସି ଲାଗିବ, ନହେଲେ ମତେ ଲାଗୁଛି ମୁଁ ଅଇନାରେ ପ୍ରଚାର କରୁଛି ବୋଲିକି। ନିଜର ଚେହେରା ମୁଁ ନିଜେ ଦେଖି ପାରୁଛି। ତେବେ ଆସନ୍ତୁ ପ୍ରଭୁଙ୍କର ସେ ଜୀବନ୍ତ ବାକ୍ୟକୁ ଆମମାନେ ଶିକ୍ଷା କରିବା। ଆଉ ମୁଁ ଏଇ ସମୟରେ ମୁଁ ଅନୁରୋଧ କରୁଅଛି ଆଉ ଲୁକ ପୁସ୍ତକ ତାର 24 ଅଧ୍ୟାୟ, ଲୁକ ପୁସ୍ତକ ତାର 24 ଅଧ୍ୟାୟ ତାର 31 ପଦ କିଏ ଜଣେ ପଠନ କରନ୍ତୁ। ଲୁକ 24 ଅଧ୍ୟାୟ ତାର 31 ପଦ। ଆସନ୍ତୁ ଆମେ ଅଧ୍ୟୟନ କରିବା ଲୋକ ତହିଁରେ 24 ପଦ ସେମାନଙ୍କର 31 ପଦ। ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ ଆଉ ସେ ସେମାନଙ୍କୁ ଦୃଷ୍ଟିରୁ ଅନ୍ତରିତ ହେଲେ। ପ୍ରଭୁ ଏ ବାକ୍ୟ ପଠନ ଏବଂ ଶ୍ରବଣରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ମୋ ପାଇଁ ପ୍ରାର୍ଥନା କରାଯାଇଛି ହେଲେ ମଧ୍ୟ ମୁଁ ପ୍ରାର୍ଥନା ଟିକେ କରିବି। ଆସନ୍ତୁ ଆଖି ବନ୍ଦ କରିବା। ପ୍ରିୟ ପ୍ରଭୁ ଆମେ ତୁମକୁ ଧନ୍ୟବାଦ ଦଉଅଛୁ ପ୍ରାତଃ କାଳ ସମୟରେ ତୁମରି ସେ ରବକୁ ଶୁଣିବା ପାଇଁ ତୁମ ପଦ ତଳେ ବସି ଅଛୁ। ହେ ପବିତ୍ର ଆତ୍ମା ତୁମେ ବକ୍ତା ହୁଅ ଆମେ ସବୁ ଶ୍ରୋତା ହେବୁ। ତୁମ ରବକୁ ଶୁଣିବୁ, ତୁମର ବାକ୍ୟକୁ ଶୁଣିବୁ। ଆଉ ଯେପରି ହୃଦୟରେ ରଖିବୁ ବାକ୍ୟ ଅନୁସାରେ ଚାଲିବୁ ସାହାଯ୍ୟ କର। ତୁମର ଉପସ୍ଥିତି ଯେପରି ଆମେ ଅନୁଭବ କରିପାରିବୁ ସେଥିପାଇଁ ଦୟା କର। ଆଜିର ଉପାସନା ମୋ ଜୀବନରେ ଉପସ୍ଥିତ ଥିବା ପ୍ରତ୍ୟେକଙ୍କ ଜୀବନରେ ଏକ ଆଶୀର୍ବାଦର ଉପାସନା ହଉ ବୋଲି ଆମେ ପ୍ରାର୍ଥନା କରୁଛୁ। ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗୁଅଛି ପିତା, ଆମେନ। ପ୍ରଭୁଙ୍କ ଦାସ ପଠନ କରିଛନ୍ତି ଲୁକ ପୁସ୍ତକ ତାର 24 ଅଧ୍ୟାୟ 31 ପଦରେ। 31 ପଦରେ ଲେଖା ଅଛି
ତହିଁରେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ବୋଲି ଲେଖା ଅଛି। ତହିଁରେ ସେମାନଙ୍କର ଚକ୍ଷୁ ଉନ୍ମୁକ୍ତ ହେଲା। ସେମାନଙ୍କର ଚକ୍ଷୁ କହିଲେ ଦୁଇ ଜଣ ବ୍ୟକ୍ତିଙ୍କୁ ଏଠାରେ ବୁଝା ଯାଉଛି। ମୁଁ ପରେ ସେ ଷ୍ଟୋରିଟି ଆପଣମାନଙ୍କ ସମ୍ମୁଖରେ ରଖିବି। ସେ ଦୁଇ ଜଣ ବ୍ୟକ୍ତିଙ୍କର ଚକ୍ଷୁ ଉନ୍ମୁକ୍ତ ହେଲା। ତାର ଅର୍ଥ ଚକ୍ଷୁ କଣ ଆଗରୁ ବନ୍ଦ ହେଇଯାଇଥିଲା କି? ତାର ଆତ୍ମିକ ବିଷୟ ଗୁଡାକ କିଛି ଆପଣମାନଙ୍କ ସମ୍ମୁଖରେ ମୁଁ ରଖିବା ପାଇଁ ଚେଷ୍ଟା କରିବି। ସେ ଦୁଇ ଜଣଙ୍କର ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ। ତାହାଙ୍କୁ କହିଲେ ଯୀଶୁଖ୍ରୀଷ୍ଟଙ୍କୁ ଚିହ୍ନିଲେ। ଆଉ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ। ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ। ସେ ସେମାନଙ୍କ ଦୃଷ୍ଟି ସେ କହିଲେ ଯୀଶୁ ଖ୍ରୀଷ୍ଟ ସେମାନଙ୍କ ଦୃଷ୍ଟି କହିଲେ ସେମାନେ କହିଲେ ସେ ଦୁଇ ଜଣ ବ୍ୟକ୍ତି ସେ ଦୁଇ ଜଣଙ୍କ ବ୍ୟକ୍ତିଙ୍କ ଠାରୁ କଣ ହେଲେ ଅନ୍ତର୍ହିତ ହେଲେ ଅଦୃଶ୍ୟ ହେଇଗଲେ। ତେବେ ମୋର ପ୍ରିୟ ବନ୍ଧୁଗଣ ମୁଁ ଯୋଉ ଟପିକ ଆପଣ ମାନଙ୍କ ସମ୍ମୁଖରେ ମୁଁ ରଖିବା ପାଇଁ ଚାହୁଁଅଛି ସେ ଟପିକ ର ନାମ ହଉଛି ଉନ୍ମୁକ୍ତ ଚକ୍ଷୁ। ଉନ୍ମୁକ୍ତ ଚକ୍ଷୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବ। ଯୋଉ ଚକ୍ଷୁ ବନ୍ଦ ହେଇଥିବ ସେ ଚକ୍ଷୁ ପ୍ରଭୁଙ୍କୁ ଦେଖି ପାରିବ ନାହିଁ। ଯୋଉ ଚକ୍ଷୁ ଖୋଲା ହେଇଥିବ ସେଇ ଚକ୍ଷୁ ହିଁ ପ୍ରଭୁଙ୍କୁ ଦେଖିବ। ଏଠାରେ ଲେଖା ଅଛି ଯେ ଚକ୍ଷୁ ଉନ୍ମୁକ୍ତ ହେଲା ସେମାନେ ତାହାଙ୍କୁ ଦେଖି ଚିହ୍ନିଲେ ଆଉ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ। ଉନ୍ମୁକ୍ତ ଚକ୍ଷୁ ଚକ୍ଷୁ ଉନ୍ମୁକ୍ତ ହେବା ଦରକାର। ଚକ୍ଷୁ ଖୋଲା ହେବା ଦରକାର। ଚକ୍ଷୁ ଖୋଲା ହେଲେ ହିଁ ସେ ପ୍ରଭୁଙ୍କୁ ଦେଖିପାରିବ ପ୍ରଭୁଙ୍କୁ ଚିହ୍ନି ପାରିବ। ଏହାର ତାତ୍ପର୍ଯ୍ୟ ହଉଛି ତାହା। ତେବେ ମୋର ପ୍ରିୟ ବନ୍ଧୁଗଣ ଏମାନେ ତ ପ୍ରକୃତରେ ଅନ୍ଧ ନଥିଲେ। ତାର ଅର୍ଥ ଏଇ ଦୁଇ ଜଣ ବ୍ୟକ୍ତିଙ୍କର ଚକ୍ଷୁ କେମିତି ଉନ୍ମୁକ୍ତ ହେଲା? ତା ପୂର୍ବରୁ ଗୋଟିଏ କଥା ମତେ ମନେ ପଡୁଛି। ଆପଣ ମାନେ ମାର୍କ ପୁସ୍ତକ ତାର 10 ଅଧ୍ୟାୟ ତାର 46 ପଦରୁ ତାର 52 ପଦ ଯଦି ପଠନ କରିବେ ସେଠାରେ ବାର୍ଟିମୟ ଅନ୍ଧ ଭିକାରୀର କଥା ଲେଖା ଅଛି। ବାର୍ଟିମୟ ଅନ୍ଧ ଭିକାରୀ ସେ ଅନ୍ଧ ଥିଲେ ଏବଂ ଭିକ୍ଷୁକ ଥିଲେ ଭିକାରୀ ଥିଲେ। ତାଙ୍କର ଚକ୍ଷୁ ରୁଦ୍ଧ ହେଇଥିଲା। ତାଙ୍କର ଚକ୍ଷୁ ବନ୍ଦ ହେଇଥିଲା ସେ ଦେଖି ପାରୁନଥିଲେ। ଦୁନିଆକୁ ଦେଖି ପାରୁନଥିଲେ। ଜଗତକୁ ଦେଖି ପାରୁନଥିଲେ। ସଂସାରକୁ ଦେଖି ପାରୁନଥିଲେ। ସମ୍ମୁଖର ଲୋକଙ୍କୁ ଦେଖି ପାରୁନଥିଲେ। ପରିବାର ଲୋକଙ୍କୁ ଦେଖି ପାରୁନଥିଲେ। ତାଙ୍କୁ ଯେଉଁମାନେ ଆଣିକି ବସଉଥିଲେ ସେମାନଙ୍କୁ ଦେଖି ପାରୁନଥିଲେ। ତାଙ୍କୁ ଚକ୍ଷୁର ଦେଖିବାର ଶକ୍ତିର ଆବଶ୍ୟକତା ଥିଲା। କିନ୍ତୁ ଏମାନେ ତ ଅନ୍ଧ ନଥିଲେ। ଆମେ ବୁଝିବା ପାଇଁ ଚେଷ୍ଟା କରିବା। ଏମାନେ ତ ଅନ୍ଧ ନଥିଲେ କିନ୍ତୁ ସେ ବ୍ୟକ୍ତି ଅନ୍ଧ ଥିଲେ। ବାର୍ଟିମୟ ଅନ୍ଧ ସେ ଭିକାରୀ ଥିଲେ ଅନ୍ଧ ଥିଲେ ସେ ଦେଖି ପାରୁନଥିଲେ। ତାହା ହଉଛି ଶାରୀରିକ ଚକ୍ଷୁର ଅନ୍ଧତ୍ବ ସେଟା। ମୋର ପ୍ରିୟ ବନ୍ଧୁଗଣ ମୋର କହିବାର ଉଦ୍ଦେଶ୍ୟ ଯେ ଏଇ ଯୋଉ ଶରୀରରେ ଯୋଉ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଅଛି ଏ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟରେ ଚକ୍ଷୁ ମଧ୍ୟ ଏକ ଅଙ୍ଗ ଅଟେ। ଚକ୍ଷୁ ଏକ ମୁଖ୍ୟ ଅଙ୍ଗ ଅଟେ। ଯଦି ଆମେ ଅଳ୍ପ ସମୟ ଯଦି ଆଖି ବନ୍ଦ କରି ରହିଯିବା ନା ଆମେ ବିଚଳିତ ହେଇଯିବା। କରେଣ୍ଟ ଚାଲିଗଲେ ହିଁ ଆମେ ଟେନସନ ହେଇଯାଉଛୁ ଅନ୍ଧାର ହେଇଯାଉଛି ବୋଲିକି। ଅଳ୍ପ ସମୟ ଯଦି ଆଖି ବନ୍ଦ କରି ରହିଯିବା ଆମେ ଟେନସନ ହେଇଯିବା ବିଚଳିତ ହେଇଯିବା କଣ କରିବି କଣ ନାହିଁ ଏଇଭଳି ଆମେ ଭାବିଥାଉ। ତେଣୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଆଖି ବନ୍ଦ କରି ପ୍ରାର୍ଥନା କରିପାରନ୍ତି ନାହିଁ। ମୋର ପ୍ରିୟ ବନ୍ଧୁଗଣ ସେ ଅନ୍ଧ ଥିଲେ ସେ ଶାରୀରିକ ଭାବରେ ଅନ୍ଧ ଥିଲେ। ଯୀଶୁଙ୍କ ନିକଟକୁ ଗଲେ ଯୀଶୁଙ୍କୁ ଡାକିଲେ ଯୀଶୁ ଖ୍ରୀଷ୍ଟ ତାଙ୍କର ଚକ୍ଷୁକୁ ଖୋଲିଦେଲା। ସେ ଯୀଶୁଙ୍କୁ ସେ ଦେଖିପାରିଲେ ଜଗତକୁ ଦେଖିପାରିଲେ। ଯୀଶୁଙ୍କର ପଛେ ପଛେ ସେ ଚାଲିଲେ। ଏହା ସ୍ପଷ୍ଟ ଭାବରେ ଲେଖା ଅଛି ମାର୍କ ପୁସ୍ତକ ତାର 10 ଅଧ୍ୟାୟ 46 ପଦରୁ 52 ପଦ ମଧ୍ୟରେ 52 ପଦରେ ଲେଖା ଅଛି ତାଙ୍କର ଚକ୍ଷୁ ଖୋଲିଲା। ସେ ଯୀଶୁଙ୍କୁ ଦେଖିଲେ ଯୀଶୁଙ୍କର ପଛେ ପଛେ ସେ ଚାଲିବାକୁ ଲାଗିଲେ। କିନ୍ତୁ ଏଇଠାରେ ଆମେ ଯୋଉ ଦେଖିବାକୁ ପାରୁଛୁ ଲୁକ ପୁସ୍ତକ ତାର 24 ଅଧ୍ୟାୟ 31 ପଦରେ ଦୁଇ ଜଣ ବ୍ୟକ୍ତି ଯୋଉମାନେ କି ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଦିନରେ ସେମାନେ ଜିରୁସାଲାମ ଠାରୁ ସେମାନେ ଦୂରବର୍ତ୍ତୀ ଇମାୟ ଗ୍ରାମକୁ ଯାଉଅଛନ୍ତି। ସେମାନେ ଆହୁରି 4 କୋଶ ଅର୍ଥାତ 20 ମାଇଲ ସେମାନେ ଚାଲି ଚାଲିକି ଯାଉଛନ୍ତି। ସେମାନେ ଅନ୍ଧ ନାହାନ୍ତି
ଅନ୍ଧ ଥିଲେ ସେମାନେ ଚାଲି ଚାଲିକି ଯାଇ ନଥାନ୍ତେ, ସେମାନେ ଦେଖି ପାରୁଛନ୍ତି, କିନ୍ତୁ ସେମାନଙ୍କର ଚକ୍ଷୁକୁ କଣ କରାଯାଇଥିଲା? ରୁଦ୍ଧ କରାଯାଇଥିଲା ବୋଲି ବାକ୍ୟରେ ଲେଖା ଅଛି। ଯଦି ଏହା କହିବା ପୂର୍ବରୁ ଆଉ ଗୋଟିଏ କଥା ମତେ ମନେ ପଡୁଛି, ଆଦି ପୁସ୍ତକର କଥା ମନେ ପଡୁଛି। ଏଠାରେ ଆମେ ଦେଖିବାକୁ ପାରୁଛୁ ଯେ ଚକ୍ଷୁ ଉନ୍ମୁକ୍ତ ହେଲା, ସେମାନେ ଯୀଶୁଙ୍କୁ ଚିହ୍ନିଲେ। ଏଠାରେ ଲେଖା ଅଛି, ଆଦି ପୁସ୍ତକ ଯଦି ଆମେ ପଠନ କରିବା, ସେ ହବା ଆଦମର ଚକ୍ଷୁ ଉନ୍ମୁକ୍ତ ହେଲା, ସେମାନେ ପରମେଶ୍ୱରଙ୍କ ଠାରୁ ଦୂରକୁ ଚାଲିଗଲେ। ଏ ଟିକେ ପଠନ କରିବା କି? ଟିକେ ପଠନ କରିବା, ବହୁତ ଇଣ୍ଟରେଷ୍ଟିଂ କଥା ଏଇଟା। ସେ ଆଦି ପୁସ୍ତକ 3 ଅଧ୍ୟାୟ ତାର 7 ପଦ କିଏ ଜଣେ ପଠନ କରିଦିଅନ୍ତୁ। ଆଦି ପୁସ୍ତକ 3 ଅଧ୍ୟାୟ ତାର ତହିଁରେ 7 ପଦ। ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମିରି ବୃକ୍ଷର ପତ୍ର ସିଂ ଘାଗରା ବନାଇଲେ। ଏଠାରେ ଆମେ ଦେଖିବାକୁ ପାରୁଛୁ ମୋର ପ୍ରିୟ ବନ୍ଧୁଗଣ, ଏମାନଙ୍କର ଚକ୍ଷୁ ଉନ୍ମୁକ୍ତ ହେଲା। ଉନ୍ମୁକ୍ତ ହେଲା, ତାପରେ କଣ ଲେଖା ହେଇଛି ଆଜ୍ଞା? ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମ୍ବୁରି ବୃକ୍ଷର ପତ୍ର ସି ଘାଗରା ବନାଇଲେ। ମୋର ପ୍ରିୟ ବନ୍ଧୁଗଣ, ମୁଁ କହିବାର ଉଦ୍ଦେଶ୍ୟ ହଉଛି, ଏମାନଙ୍କର ଚକ୍ଷୁ ଉନ୍ମୁକ୍ତ ହେଲା, ଅର୍ଥାତ୍ ଏମାନେ ତା ପୂର୍ବରୁ ଏମାନେ ପବିତ୍ର ଥିଲେ। ବାକ୍ୟରେ ଲେଖା ଅଛି ଆଦି ପୁସ୍ତକ ତାର 1 ଅଧ୍ୟାୟ ତାର 26 ପଦରୁ 28 ପଦ ଆମେ ପଠନ କରିବା, ସେଠାରେ ସ୍ପଷ୍ଟ ଭାବରେ ଲେଖା ଅଛି, ପରମେଶ୍ୱର ଆପଣା ସାଦୃଶ୍ୟରେ ମନୁଷ୍ୟକୁ ସୃଷ୍ଟି କରିଅଛନ୍ତି। ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି। ପରମେଶ୍ୱର ଯେ ପ୍ରକାର ମନୁଷ୍ୟ ସେ ପ୍ରକାର ଥିଲେ। ସେମାନଙ୍କ ଜୀବନରେ ପାପ ନଥିଲା। ସେମାନେ ପରମେଶ୍ୱରଙ୍କ ସହିତ ଆଉ ସେମାନେ କଣ କରୁଥିଲେ? ସହଭାଗିତା କରୁଥିଲେ। ପରମେଶ୍ୱର ସେମାନଙ୍କୁ ଉତ୍ତମ ସ୍ଥାନରେ ରଖିଥିଲେ। କିନ୍ତୁ ଯେତେବେଳେ ସେମାନେ ଅନାଜ୍ଞା ହେଲେ, ଆଜ୍ଞାକୁ ଉଲ୍ଲଂଘନ କଲେ, ସେମାନଙ୍କର ଚକ୍ଷୁକୁ ଖୋଲିଲା, ଯୋ ଦ୍ୱାରା କି ସେମାନେ ପାପକୁ ଦେଖିଲେ। ଯଦି ସେ ଫଳ ଯଦି ଖାଇ ନଥାନ୍ତେ, ମୁଁ ଏତେ ଷ୍ଟୋରି କହିବି ନାହିଁ, ଆମେ ସମସ୍ତେ ଜାଣୁଛୁ ଯେ ସେ ଫଳ ଖାଇଲେ ଶୈତାନର ପୋଲୋଭନରେ ଆସିକି ଶୈତାନର କଥାରେ ପଡିକି ସେ ହବା କଣ କଲେ? ଫଳକୁ କାହିଲେ। ମୁଁ ଭାବୁଛି ଯେତେବେଳେ ହବା ନିକଟକୁ ଶୈତାନ ଆସିଲେ, ସେତେବେଳେ ସେ ହବା ଏକା ଥିଲା। ଯଦି ଦୁହେଁ ଯଦି ଥାନ୍ତେ, ତାହେଲେ ପାପରେ ପଡିନଥାନ୍ତେ ବୋଧେ ବୋଲି ମୁଁ ଭାବୁଛି। ମୋର ପ୍ରିୟ ବନ୍ଧୁଗଣ, 2 ଜଣ ନିହାତି ରହିବା ଦରକାର। ଏକା ହେଇଗଲେ ଶୈତାନର କଣ କରିବ? ଧରିବ। ଶୈତାନ ପାପରେ ପକେଇବ, ପାପ ଆଣିଦେବ, ମନକୁ ବିଚଳିତ କରିଦେବ। 2 ଜଣର ସଙ୍ଗତି ନିହାତି ଦରକାର। ସ୍ୱାମୀ ସ୍ତ୍ରୀ ଏକା ହେବା ଦରକାର। ଏକାରେ ରହିବା ଦରକାର। ଏକାଠି ରହିବା ଦରକାର। ଏକାଠି କାମ କରିବା ଦରକାର। ଏକାଠି ଯିବା ଦରକାର। ଏକତ୍ର ହେଇ ପ୍ରଭୁଙ୍କର ସହିତ ସହଭାଗିତା କରିବା ଦରକାର। ଏକା ଏକା ରହିଲେ ଭୁଲ ହେଇଯିବ। ଏକା ଏକା ରହିଲେ ପାପରେ ପଡିଯିବେ। ଏକା ଏକା ରହିଲେ ପ୍ରଭୁଙ୍କ ଠାରୁ ଦୂରକୁ ଚାଲିଯିବେ। ଏଠାରେ ଆମେ ଦେଖିବାକୁ ପାରୁଛୁ, ସେ ଏକାକୀ ଥିଲେ। ଏକାକୀ ଥିଲେ। ତେଣୁ ତାକୁ ଶୈତାନ କଣ କରିଛନ୍ତି? ପାପରେ ପକେଇ ଅଛନ୍ତି। ମୋର ପ୍ରିୟ ବନ୍ଧୁଗଣ, ଯେତେବେଳେ ସେ ଫଳ ଖାଇଲେ, ତାଙ୍କ ସ୍ୱାମୀକୁ ଦେଲେ, ସେମାନଙ୍କର ଚକ୍ଷୁ ଉନ୍ମୁକ୍ତ ହେଲା ବୋଲି, ପ୍ରସନ୍ନ ହେଲା ବୋଲି ଲେଖା ଅଛି। ତାର ଅର୍ଥ, ଆଗରୁ ସେମାନେ କଣ ପ୍ରସନ୍ନ ନଥିଲେ କି? ଆଗରୁ ସେମାନେ ପବିତ୍ର ଥିଲେ, ସେମାନେ ପାପକୁ ଜାଣିନଥିଲେ। ଏଠାରେ ଆମେ ଦେଖିବାକୁ ପାରୁଛୁ ଯେ ଯେତେ ହବା ଆଦମ ଫଳ ଖାଇଲେ ବୋଲି ସେମାନଙ୍କର ଚକ୍ଷୁ ଉନ୍ମୁକ୍ତ ହେଲା। ଯେତେବେଳେ ସେମାନେ ଚକ୍ଷୁ ଉନ୍ମୁକ୍ତ ହେଲା, ସେମାନେ କଣ? ସେମାନେ ପରମେଶ୍ୱରଙ୍କ ଠାରୁ ଦୂରକୁ ଚାଲିଗଲେ, ଲୁଚିବାକୁ ଗଲେ। ସେ ଚକ୍ଷୁ ପ୍ରସନ୍ନ ହେଲା ବୋଲି ସେମାନେ କଣ? ଲଜ୍ଜାକୁ ଜାଣିପାରିଲେ, ନିଜର ଉଲଙ୍ଗତାକୁ ଜାଣିପାରିଲେ। ଚକ୍ଷୁ ପ୍ରସନ୍ନ ହେଲା ବୋଲି ସେମାନେ ପରସ୍ପରକୁ ଦୋଷାରୋପଣ କଲେ। ମୋର ସ୍ତ୍ରୀ କହୁଛି, ସାପ ମତେ ଏମିତି କହିବାରୁ ମୁଁ ଖାଇଦେଲି। ସ୍ୱାମୀ କହୁଛି, ସ୍ତ୍ରୀ କହିବାରୁ ମୁଁ ଖାଇଦେଲି। ପରସ୍ପରକୁ ଦୋଷାରୋପଣ ହଉଛି।
ମୋର ପ୍ରିୟ ବନ୍ଧୁଗଣ ସେ ଫଳ ଯଦି ଖାଇ ନଥାନ୍ତେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହେଇନଥାନ୍ତା, ତାପରେ ପାପ ପ୍ରବେଶ କରିନଥାନ୍ତେ। ମୁଁ ଆପଣମାନଙ୍କୁ ଧୀରେ ଗୋଟିଏ ଗୋଟିଏ ପଏଣ୍ଟ କରି କହିବା ପାଇଁ ଚାହୁଁଛି ଯେ ଆମେ ଆଦି ପୁସ୍ତକରେ ଦେଖୁଛୁ ଯେ ଆଦି ପୁସ୍ତକରେ ହବା ଆଦମର ଚକ୍ଷୁ ପ୍ରସନ୍ନ ହେଲା। ଏଥିପାଇଁ ପ୍ରସନ୍ନ ହେଲା ସେମାନେ ଈଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କଲେ। ସେମାନେ ଫଳ ଖାଇଲେ, ଯାହା ଖାଇବା ପାଇଁ ମନା କରାଯାଇଛି ତାହା ସେମାନେ ଖାଇଅଛନ୍ତି। ପରମେଶ୍ୱରଙ୍କ ସହିତ ସମାନ ହେବା ପାଇଁ ଚାହୁଁଛନ୍ତି। ମୋର ପ୍ରିୟ ବନ୍ଧୁଗଣ, ସେତିକି ନୁହେଁ, ସେମାନେ କଣ ଫଳ ଖାଇବାରୁ ସେମାନେ ଲଜ୍ଜାବୋଧକୁ ଅନୁଭବ କରୁଛନ୍ତି, ପରସ୍ପରକୁ ଦୋଷାରୋପଣ କରୁଛନ୍ତି। ଫଳ ଖାଇବାରୁ ତାଙ୍କର ଯୋଉ ସାହସ ଆଉ ନାହିଁ, ପରମେଶ୍ୱର ଦୂରକୁ ଚାଲି ଯାଉଛନ୍ତି, ଫଳ ଖାଇବାରୁ ଲୁଚୁଛନ୍ତି। ସେତିକି ନୁହେଁ, ସେମାନେ ସେଇ ଏଦନ ଉଦ୍ୟାନରୁ ବହିଷ୍କାର ମଧ୍ୟ ହଉଛନ୍ତି। ସେତିକି ନୁହେଁ, ସେମାନଙ୍କ ଚକ୍ଷୁ ପ୍ରସନ୍ନ ହେଲା ବୋଲି ସେମାନେ ପରମେଶ୍ୱରଙ୍କର ସହଭାଗିତାରୁ ଦୂରେଇ ଯାଉଛନ୍ତି। ସେ ଚକ୍ଷୁ ପ୍ରସନ୍ନ ହେଲା ବୋଲି ସେମାନେ ଈଶ୍ୱରଙ୍କ ଯୋଜନାକୁ କଣ କରୁଛନ୍ତି? ପଣ୍ଡ କରୁଛନ୍ତି। ଈଶ୍ୱରଙ୍କ ଯୋଜନାକୁ ଭାଙ୍ଗି ଦଉଅଛନ୍ତି। ଆମେ ଆଦି ପୁସ୍ତକରେ ତାହା ଦେଖିବାକୁ ପାରୁଛୁ। ଫଳ ଖାଇଲେ ଚକ୍ଷୁ ପ୍ରସନ୍ନ ହେଲା। ଫଳ ଖାଇଲେ ଚକ୍ଷୁ ପ୍ରସନ୍ନ ହେଲା। ତାପରେ ଜଗତରେ ପାପ ପ୍ରବେଶ କଲା, ତାଙ୍କ ଜୀବନରେ ପାପ ପ୍ରବେଶ କଲା। ମୋର ପ୍ରିୟ ବନ୍ଧୁଗଣ, ଫଳ ଯଦି ଖାଇ ନଥାନ୍ତେ ଏତେ ପରିଶ୍ରମ କରିବାର ନଥାନ୍ତା। ମୁଣ୍ଡର ଝାଳ ତୁଣ୍ଡରେ ପଡିଲେ ପେଟ ପୂରିବ। ପରିଶ୍ରମ ଦରକାର, ଚାଷ ବାସ ଦରକାର, କର୍ମ ସବୁ ଦରକାର। ଯଦି ଫଳ ଯଦି ଖାଇ ନଥାନ୍ତେ ଏତେ ହଇରାଣ ହେବାର ପଡିନଥାନ୍ତା। ଜଗତରେ ଏତେ ପାପ ପ୍ରବେଶ କରିନଥାନ୍ତା। ଏଇ ଫଳ ଖାଇଲେ ଚକ୍ଷୁ ପ୍ରସନ୍ନ ହେଲା, ଆଉ ସେମାନେ ପାପକୁ ଦେଖୁଛନ୍ତି। କିନ୍ତୁ ଲୁକ ପୁସ୍ତକରେ ଆମେ ଦେଖିବାକୁ ପାରୁଛୁ, ସେମାନେ ଆଉ ଚକ୍ଷୁ ପ୍ରସନ୍ନ ହେଲେ ସେମାନେ କଣ ଯୀଶୁଙ୍କୁ ଦେଖୁଛନ୍ତି ବୋଲି ଲେଖା ଅଛି। ଯୀଶୁଙ୍କୁ ଦେଖୁଅଛନ୍ତି ବୋଲି ଲେଖା ଅଛି। ମୋର ପ୍ରିୟ ବନ୍ଧୁଗଣ, ଆମେ ଦେଖିବାକୁ ଯଦି ପାରିବା, ପ୍ରଥମେ ଦେଖିଲୁ ବାର୍ଟିମୟ ଅନ୍ଧ ଭିକାରୀ। ଶାରୀରିକ ଭାବରେ ସେ ଅନ୍ଧ। ଯୀଶୁଙ୍କ ନିକଟକୁ ଗଲେ, ଯୀଶୁଙ୍କୁ ଡାକିଲେ, ଯୀଶୁ ତାଙ୍କ ନିକଟକୁ ଡାକିଲେ, ତାଙ୍କର ଚକ୍ଷୁ ଖୋଲିଦେଲେ, ସେ ଯୀଶୁଙ୍କୁ ଦେଖିଲା, ଜଗତକୁ ଦେଖିଲା, ଯୀଶୁଙ୍କ ପଛେ ପଛେ ଚାଲିଗଲେ। ଆଦି ପୁସ୍ତକରେ ଆମେ ଦେଖିଲୁ ଯେ ହବା ଆଦମ ଆଜ୍ଞାକୁ ଉଲ୍ଲଂଘନ କଲେ, ଫଳ ଖାଇଲେ, ଆଜ୍ଞାକୁ ଉଲ୍ଲଂଘନ କଲେ, ସେମାନେ ପାପକୁ ଦେଖିଲେ। ଆମେ ଦେଖିବାକୁ ପାରୁଛୁ ଲୁକ ପୁସ୍ତକରେ ଯେ ଏଇ ଦୁଇ ଜଣ ବ୍ୟକ୍ତି ଯିଏ କି ଜିରୁସାଲାମରୁ ଇମାୟକୁ ଯାଉଅଛନ୍ତି, ଯାହାକି ଚାରିକୋଶର ଦୂରବର୍ତ୍ତୀ ସ୍ଥାନ। ଏହାକୁ 20 ମାଇଲ ବୋଲି ମଧ୍ୟ କୁହାଯାଏ। ଏମାନେ ଯାଉଛନ୍ତି, ଏମାନେ ଯାତ୍ରା କରିବା ସମୟରେ ଏମାନଙ୍କର ସହିତ ଯୀଶୁ ଖ୍ରୀଷ୍ଟ ମଧ୍ୟ ଉପସ୍ଥିତ ଅଛନ୍ତି। ଯୀଶୁ ଖ୍ରୀଷ୍ଟ ମଧ୍ୟ ଆସିକି ତାଙ୍କ ସହିତ ମିଶୁଛନ୍ତି ତାଙ୍କ ଯାତ୍ରାରେ। କେଉଁ ଦିନର କଥା ଆପଣ 13 ପଦ ଜଣେ ପଢି ଦିଅନ୍ତୁ। ସେଇ 24ର 13 ପଦ ଜଣେ ପଢନ୍ତୁ। 24ର 13 ପଦରେ ଲେଖା ଅଛି, ଆଉ ଦେଖ ସେଇ ଦିନ, କେଉଁ ଦିନ? ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଦିନ। ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥାନ ହେଲେ ବୋଲି ସାରା ଜିରୁସାଲାମରେ ଚହଳ ପଡିଛି। ଲୋକମାନଙ୍କ ମଧ୍ୟରେ ଆଲୋଚନା ହଉଛି, କଥାବାର୍ତ୍ତା କରୁଛନ୍ତି। ସେହି ଦିନ, ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଦିନ, ଆନନ୍ଦର ଦିନ, ଆଶୀର୍ବାଦର ଦିନ, ସଫଳତାର ଦିନ, ମୃତ୍ୟୁକୁ ଜୟ କରିବାର ଦିନ, ଶୈତାନର ଯୋଜନାକୁ ପଣ୍ଡ କରିବାର ଦିନ। ସେହି ଦିନ ସେ ଦୁଇ ଜଣ ବ୍ୟକ୍ତି ଜିରୁସାଲାମରୁ ଆଉ ସେମାନେ ଇମାୟକୁ ଯାଉଅଛନ୍ତି, ଇମାୟକୁ ଯାଉଅଛନ୍ତି। ସେମାନେ ଯିବା ସମୟରେ ଯୀଶୁ ଖ୍ରୀଷ୍ଟ ମଧ୍ୟ ତାଙ୍କ ସହିତ ଆସିକି ମିଶୁଛନ୍ତି। ସେମାନଙ୍କର ଚକ୍ଷୁ ଏ ପ୍ରକାର ରୁଦ୍ଧ କରାଯାଇଛି, ଯୋ ଦ୍ଵାରା କି ସେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖି ପାରୁନାହାନ୍ତି। ଯୀଶୁଙ୍କ ସହିତ ସେମାନେ କଥାବାର୍ତ୍ତା ମଧ୍ୟ କରୁଅଛନ୍ତି। କଥାବାର୍ତ୍ତା କରିବା ସମୟରେ କରିବା ସମୟରେ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ପଚାରୁଛନ୍ତି, ତୁମେ କାହା ବିଷୟରେ କଥାବାର୍ତ୍ତା କରୁଛ? ସେମାନେ କହୁଛନ୍ତି, ନାଜରିତ ଯୀଶୁଙ୍କ ବିଷୟରେ ଆମେ କଥାବାର୍ତ୍ତା କରୁଛୁ। ସେ ଆସିଥିଲେ, ଏଇ ପ୍ରକାର କର୍ମ କଲେ। ଆପଣ ମାନେ ଯଦି 19 ପଦ ପଢିବେ, ସେଠାରେ ଆହୁରି ସ୍ପଷ୍ଟ ଭାବରେ ଲେଖା ଅଛି। ସେ ସେମାନଙ୍କୁ ପଚାରିଲେ, କି କି ପ୍ରକାର ଘଟଣା ଘଟିଛି ଜିରୁସାଲାମରେ? ସେମାନେ ତାହାଙ୍କୁ କହିଲେ, ନାଜରିତ ଯୀଶୁଙ୍କ ବିଷୟ। ସେ ଈଶ୍ୱର ଓ ସମସ୍ତ ଲୋକଙ୍କ ଦୃଷ୍ଟିରେ କର୍ମରେ
ଓ ବାକ୍ୟରେ ଜଣେ ଶକ୍ତିଶାଳୀ ଭାବବାଦୀ ଥିଲେ। ମୋର ପ୍ରିୟ ବନ୍ଧୁଗଣ, ଦୁଇ ଜଣ ବ୍ୟକ୍ତି ଯୀଶୁଙ୍କ ବିଷୟରେ ଜାଣିଛନ୍ତି, କି ଯୀଶୁଙ୍କ ବିଷୟରେ ଜାଣିଛନ୍ତି, ଯୀଶୁଙ୍କୁ ଜାଣି ନାହାନ୍ତି। ଯୀଶୁଙ୍କ ସହିତ ଯାଉଛନ୍ତି, ଯୀଶୁଙ୍କୁ ଚିହ୍ନି ପାରୁନାହାନ୍ତି। ଅନେକ ସମୟରେ ଆମେ ପ୍ରାର୍ଥନା କରୁଛୁ, ଅନେକ ସମୟରେ ଆମେ ଗୀତ ଗାନ କରୁଛୁ, ଅନେକ ସମୟରେ ଆମେ ବାକ୍ୟକୁ ପଠନ କରୁଛୁ, ଅନେକ ସମୟରେ ଆମେ ବାଇବଲକୁ ପ୍ରଚାର କରୁଛୁ, କିନ୍ତୁ ଅନେକ ସମୟରେ ପ୍ରଭୁ ଆମମାନଙ୍କ ସହିତ ରହୁଛନ୍ତି, ଆମମାନଙ୍କ ସହିତ ଚାଲୁଛନ୍ତି, କିନ୍ତୁ ଆମେ ଚିହ୍ନି ପାରିନଥାଉ, ଆମେ ଜାଣି ପାରିନଥାଉ। ଏଇ ଦୁଇ ଜଣ ବ୍ୟକ୍ତି ସେଇ ପ୍ରକାର ଲୋକ ଅଟନ୍ତି। ଯୀଶୁଙ୍କ ବିଷୟରେ ତ ଆଲୋଚନା କରୁଛନ୍ତି, କଥାବାର୍ତ୍ତା କରୁଛନ୍ତି, ଯୀଶୁ ତାଙ୍କ ସହିତ ଅଛନ୍ତି, ହେଲେ ମଧ୍ୟ ଚିହ୍ନି ପାରୁନାହାନ୍ତି। ସେମାନଙ୍କର ଚକ୍ଷୁ ରୁଦ୍ଧ ହେଇଯାଇଅଛି। ମୋର ପ୍ରିୟ ବନ୍ଧୁ, ସେମାନେ ଅନ୍ଧ ନଥିଲେ, ସେମାନେ ଦେଖୁଛନ୍ତି, ତେଣୁ ଚାଲି ଚାଲିକି ଯାଉଛନ୍ତି, କିନ୍ତୁ ସେମାନଙ୍କର ଚକ୍ଷୁ ରୁଦ୍ଧ ହେଇଅଛି। ସେ ଚକ୍ଷୁ ରୁଦ୍ଧ ଚକ୍ଷୁ ଖୋଲିବା ପାଇଁ ତିନୋଟି ପଏଣ୍ଟ ଆପଣମାନଙ୍କ ସମ୍ମୁଖରେ ମୁଁ କହିବା ପାଇଁ ଚାହେଁ। ସେ ତିନୋଟି ପଏଣ୍ଟ, ଯୋଉ ତିନୋଟି କଥା ଆପଣମାନଙ୍କ ସମ୍ମୁଖରେ ରଖିବି, ଯୋ ଦ୍ୱାରା କି ସେ ଦୁଇ ଜଣ ବ୍ୟକ୍ତିଙ୍କର ଚକ୍ଷୁ ଖୋଲି ଯାଉଛି, ଯୋ ଦ୍ୱାରା କି ଯୀଶୁଙ୍କୁ ସେମାନେ ଚିହ୍ନି ପାରୁଅଛନ୍ତି। ମୋର ପ୍ରିୟ ବନ୍ଧୁଗଣ, ଏଇ ଯୋଉ ଚକ୍ଷୁ ଶରୀରର ପ୍ରଦୀପ ଅଟେ। ଚକ୍ଷୁ ଯଦି ନିର୍ମଳ, ଶରୀର ନିଶ୍ଚୟ ନିର୍ମଳ ହେବ। ଚକ୍ଷୁ ଯଦି ପାପମୟ, ଶରୀର ମଧ୍ୟ ନିଶ୍ଚୟ ପାପମୟ ହେବ, ଯାହାକି ହବାକୁ ପାପରେ ପକେଇ ଦେଇଥିଲା ଏଇ ଚକ୍ଷୁ। ମୋର ପ୍ରିୟ ବନ୍ଧୁଗଣ, ଆମେ ସେଇ ତିନୋଟି ବିଷୟ ଆପଣମାନଙ୍କ ସମ୍ମୁଖରେ ମୁଁ ରଖିବି। ଏଇ ତିନୋଟି ବିଷୟ ହେଉଛି ପ୍ରଥମ ବିଷୟ। ଚକ୍ଷୁ ଖୋଲିବା ପାଇଁ ସେ ତିନୋଟି ବିଷୟ ସେମାନଙ୍କ ଜୀବନରେ ଘଟିଲା। ସେ ତିନୋଟି ବିଷୟରୁ ପ୍ରଥମ ବିଷୟ ଆପଣ ମାନେ 25 ପଦ ଟିକେ ପଠନ କରିଦିଅନ୍ତୁ। ସେଥିରେ ସେ ସେମାନଙ୍କୁ କହିଲେ, ହେ ନିର୍ଭୋଧ ମାନେ ଓ ଭାବାଦୀ ମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶୀତଳ ଚିତ୍ତ ମାନେ। ସେମାନେ ହଉଛନ୍ତି ବାକ୍ୟରେ ବିଶ୍ୱାସ କରିବାର ଶିଥିଳ ଚିତ୍ତ ଲୋକମାନେ। ସେମାନେ ବାକ୍ୟକୁ ଶୁଣୁଛନ୍ତି, ବାକ୍ୟକୁ ଜାଣିଛନ୍ତି, ବାକ୍ୟକୁ କହୁଛନ୍ତି, କିନ୍ତୁ ବାକ୍ୟକୁ ବିଶ୍ୱାସ କରୁନାହାନ୍ତି। ବାକ୍ୟକୁ ବିଶ୍ୱାସ କରୁନାହାନ୍ତି। ବାକ୍ୟକୁ ବିଶ୍ୱାସ କରିବାର ଶିଥିଳ ଚିତ୍ତ ଲୋକମାନେ ଦୁଇ ଜଣ ଥିଲେ। ମୋର ପ୍ରିୟ ବନ୍ଧୁଗଣ, ତାଙ୍କରି ଦୁଇ ଜଣଙ୍କର ଚକ୍ଷୁ ଖୋଲିବାର ପ୍ରଥମ ଉଦ୍ଦେଶ୍ୟ ହଉଛି ବାକ୍ୟରେ ସେମାନେ ଶିଥିଳ ଥିଲେ। ବାକ୍ୟରେ ବିଶ୍ୱାସ କରିବା ଦରକାର, ଯୋ ଦ୍ୱାରା କି ଆମମାନଙ୍କର ଆତ୍ମିକ ଚକ୍ଷୁକୁ ଖୋଲିବ। ଆମମାନେ ବାକ୍ୟ ପ୍ରଚାର ତ କରୁଛୁ, କିନ୍ତୁ ବାକ୍ୟକୁ ବିଶ୍ୱାସ କରିନଥାଉ। ଗୋଟିଏ ଏକ୍ଜାମ୍ପଲ ଆପଣମାନଙ୍କ ସମ୍ମୁଖରେ ରଖିବି। ଯେତେବେଳେ ମୁଁ ଫିଲ୍ଡରୁ ଫେରୁଛି, 2 ବର୍ଷ ତଳର କଥା, ମୁକୁନ୍ଦିପୁର ସେ ଭିତର ଇଣ୍ଟର ଏରିଆକୁ ମୁଁ ଜଣେ ଯାଇଥିଲି, ବାଇକ୍ ଧରିକି ଫିଲ୍ଡକୁ ଯାଇଥିଲି। ଆଉ ଯେତେବେଳେ ଫିଲ୍ଡକୁ ଯାଉଛୁ, ଫିଲ୍ଡରେ ଆମମାନଙ୍କୁ ଯାହା ଦେଲେ ଆମେ ତାହା ଖାଇଥାଉ। କେବେ ଆମେ ମନା କରୁନାହୁଁ, ଖାଇବାକୁ ବି ବାଧ୍ୟ। ଯେତେବେଳେ ଯାଉ ଦେଲେ, ଯାଉରେ ଲୁଣ ବି ପଡି ନଥିଲା। ଗୋଟେ ପ୍ଲେଟରେ ପୁରା ଭରିକି ଯାଉ ଦେଲେ। ମୋ ସହିତ ଆଉ ମଣ୍ଡଳୀର କର୍ମକର୍ତ୍ତା ମାନେ ବସିଛନ୍ତି। ଇଣ୍ଟର ଏରିଆ, ମୁକୁନ୍ଦିପୁରରୁ ଇଣ୍ଟର ଏରିଆ। ଆଉ ସେମାନେ ପୁରା ଯାଉକୁ ପିଉଛନ୍ତି, ଲୁଣ ପଡିନାହିଁ, କଷ୍ଟ ଲାଗୁଛି ପିଇବା ପାଇଁ। ତାଙ୍କରକୁ ଦେଖୁଛି, ମୁଁ ମଧ୍ୟ ପିଉଛି, ମତେ ପିଇବାକୁ ବାଧ୍ୟ। ଯାଉ ପିଇଲି, ବିନା ଲୁଣର ଯାଉ ପିଇଲି। ବର୍ଷା ଟିକେ ଟିକେ ହଉଛି। ଆସିଲି ମୁକୁନ୍ଦିପୁର ଛକରେ ଗାଡି ଧରିକି ପହଞ୍ଚିଲି। ଜଣେ ପାଷ୍ଟର ଛିଡା ହେଇଥିଲେ, ସେ ଲିଫ୍ଟ ମାଗିଲେ। ଆଉ ଆଜ୍ଞା ମୁଁ ଆସିବି, ମୁଁ ତାଙ୍କୁ ନେଇକି ଆସିଲି। ଦୁଇ ଜଣ ପ୍ରଭୁଙ୍କ ଦାସ ବାଇକରେ କଥାବାର୍ତ୍ତା ହେଇକି ଆମେ ମାନେ ଆସୁଅଛୁ। ସେ ମତେ ଗୋଟିଏ କଥା କହିଲେ, ଦୁଃଖ ସୁଖ କଥାବାର୍ତ୍ତା କରୁ କରୁ, ଆଜ୍ଞା ମୁଁ ତ ଶାନ୍ତି ବିଷୟରେ ପ୍ରଚାର କରୁଛି, କିନ୍ତୁ ମୋ ଜୀବନରେ ଶାନ୍ତି ନାହିଁ। ଆଜ୍ଞା ମୁଁ ଶାନ୍ତି ବିଷୟରେ ମେସେଜ ଦଉଛି ମଣ୍ଡଳୀରେ, ମୋ ପରିବାରରେ ଶାନ୍ତି ନାହିଁ। ମତେ ଦୁଃଖ ଲାଗିଲା ତା କଥାକୁ, ଯେ ଜୀବନରେ ଇମ୍ପ୍ଲିମେଣ୍ଟ ନାହିଁ, ଜୀବନରେ ପ୍ରାକ୍ଟିସ ନାହିଁ।
परिवार रे प्रैक्टिस नहीं आमे किंतु प्रचार करूछु। मोर प्रिय बंधुगण मु कहिबार उद्देश्य वाक्य प्रति आमर विश्वास नहीं तेणु आमे सुस्थता पाऊना। वाक्य प्रति विश्वास नहीं तेणु आमे आशीर्वाद को पाऊना। वाक्य प्रति विश्वास नहीं तेणु आम जीवन में सफलता होना। वाक्य प्रति विश्वास नहीं तेणु आम जीवन में शांति नहीं। ईश्वर आमको वाक्य देइछंती आमे विश्वास करबा दरकार, पढ़ी की विश्वास करबा दरकार। आमे विश्वास करूना, वाक्य पढ़ुछु, न्यूज पेपर पढ़िला बेले आमे वाक्य को पढ़ुछु, जल्दी जल्दी ही वाक्य को पढ़ी दउछु, आ वाक्य प्रचार करिवार अछि बोली वाक्य को पढ़ी दउछु, किंतु वाक्य प्रति आमनकर विश्वास रहु नाही। दुखर विषय मोर प्रिय बंधुगण, किछि लोक वाक्य को प्रचार करिवार अछि बोली ही पढ़ंती, किछि लोक वाक्य को फॉर्मालिटी पूरा करबा पई ही पढ़ंती। हां नाइ सकाळुटी वाक्य पढ़वा निहाती दरकार बोली टिके पढ़ी दियंती, किंतु से वाक्य आम मान को कोन कहूची, वाक्य मान को कोन शिक्षा दउची, ताहा हमको ग्रहण करिवार अछि, विश्वास करिवार अछि। मोर प्रिय बंधुगण वाक्य को आमे विश्वास करूना हूं, सेति पई बोली जीवन रे सफलता आसु नाही, सेति पई जीवन रे आशीर्वाद आसु नाही, जीवन रे सुस्थता आसु नाही, अनुग्रह आसु नाही, मंगल दान आसु नाही। तांको प्रहार रे आमे सुस्थ होइछु वाक्य प्रकाश करूछि, से प्रहारित शब्द को आमे विश्वास करूना। मु तुमान को शांति दे जाऊ अच्छी, से शांतिर कथा को आमे विश्वास करूना। जगत रे वर्तमान एमिति भी परिस्थिति चली जे निजको सुहाइला भली वाक्य प्रचार करंती, निजको प्रॉफिट हैला भली वाक्य प्रचार करंती। गोटे मंडली को मु जाइथिली, से मंडली रे प्रचार करूछंती, मते सुनिबारु दुख लागिला, एते रॉन्ग मेसेज जे निजर फायदा पाई वाक्य, निजर फायदा पाई कहिले, निजर सुविधा अनुसार वाक्य को प्रचार करा जाउछि। निजर एमिति प्रचार करिबि जे लोक मते फाइनेंशियली हेल्प करंतु, एमती प्रचार करी जे लोक माने मते एइटा करंतु सेइटा करंतु, एई प्रकार निजर सुविधा को देखिकी वर्तमान समय लोक माने प्रचार करूछंती, किंतु वाक्य प्रचार करिबि गोटे आत्मा बंचिबो एई प्रकार नाही। बहुत कम लोक को देखिबा को मिले जे आत्मा बंचिबा पे प्रचार करिबा, निजर सुविधा पाई, निजर फायदा पाई, निजर उन्नति पाई, निजर मान सम्मान को बढ़ेबा पाई वाक्य जो प्रचार होउछि, एहा दुखर विषय। मोर प्रिय बंधुगण एई दुई जन व्यक्ति वाक्य को जानी छंती, किंतु वाक्य को विश्वास करू नाहंती, तेणु चक्षु रुद्ध होई अछि, शिथिल चित्त हो जाइछंती से माने वाक्य रे। मु कहिबार उद्देश्य मोर प्रिय बंधुगण वाक्य को विश्वास करिबा दरकार। जेबे पर्यंत आमने वाक्य को विश्वास करिबा नाही, तेबे पर्यंत आमनकर आत्मिक आखि को खोलिबो नाही। अवश्य आमे शारीरिक भाव रे देखि पारुछु, किंतु आत्मिक भाव रे आमे अंध होई जाइछु। जेबे पर्यंत वाक्य को विश्वास करिबा नाही, तेबे पर्यंत आत्मिक आखि खोलिबो नाही। आत्मिक आखि खोलिले ही प्रभु को चिन्हि पारिबा, प्रभु को देखि पारिबा। मोर प्रिय बंधुगण ए माने वाक्य रे शिथिल थिले, वाक्य रे शिथिल थिले। शिथिल चित्त माने बोली प्रभु जीशु ख्रीष्ट से मान को कहउछंती, हे शिथि वाक्य रे विश्वास करिबा शिथिल चित्त माने बोली कहउछंती। मोर प्रिय बंधुगण वाक्य को विश्वास करिबा, तेबे प्रभु आत्मिक आखि को कोन करिबे, खोली देबे। आत्मिक आखि को खोली देबे। अवश्य आमे शारीरिक भाव रे जीवित अच्छो, शारीरिक भाव रे देखि पारुछु, किंतु आत्मिक भाव रे आमे मृत हो जाई थाउ, आत्मिक भाव रे आमे अंध हो जाई थाउ। से बाटिमय अंध भिकारी शारीरिक भाव रे अंध थिले, किंतु ए माने आत्मिक भाव रे अंध हो जाइछंती। वाक्य को विश्वास करिबा दरकार। आत्मिक चक्षु खोलु बोली आमे चाहुछु, ताले वाक्य को विश्वास करिबा दरकार, जो वाक्य प्रभु मते एवं आपण मान को देई अछंती। द्वितीय विषय माने देखिबा 29 पद टिके पठन करि दियंतो।
କିନ୍ତୁ ସେମାନେ ତାହାଙ୍କୁ ବଳାଇ କହିଲେ, ଆମ୍ଭମାନଙ୍କ ସଙ୍ଗରେ ରୁହନ୍ତୁ, କାରଣ ସନ୍ଧ୍ୟା ହୋଇ ଆସୁଅଛି ଓ ବେଳ ଗଡ଼ିଗଲାଣି। ସେଥିରେ ସେ ସେମାନଙ୍କ ସହିତ ରହିବାକୁ ଘର ଭିତରକୁ ଗଲେ। ଦ୍ୱିତୀୟ ପଏଣ୍ଟ ଆମେ ଦେଖିବାକୁ ପାରୁଛୁ, ଆତ୍ମିକ ଆଖି ଖୋଲିବାକୁ ହେଲେ, ଚକ୍ଷୁ ଉନ୍ମୁକ୍ତ ହେବାକୁ ହେଲେ ପ୍ରଭୁଙ୍କ ସହିତ ସହଭାଗିତା କରିବାକୁ ପଡିବ। ମୋର ପ୍ରିୟ ବନ୍ଧୁଗଣ, ସେମାନେ ଡାକୁଛନ୍ତି ଆମ ମାନଙ୍କ ସଙ୍ଗରେ ରୁହନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କୁ ଡାକୁଛନ୍ତି। ମୋର ପ୍ରିୟ ବନ୍ଧୁଗଣ, ଯୀଶୁଙ୍କୁ ଡାକିବା ଦରକାର, ଯୀଶୁଙ୍କ ସହିତ ରହିବା ଦରକାର, ସହଭାଗିତା କରିବା ଦରକାର। ଆଜିକାଲି ଲୋକମାନେ ପ୍ରଭୁଙ୍କ ଲୋକଙ୍କ ସହିତ ସହଭାଗିତା କରିବା ପାଇଁ ଇଚ୍ଛା କରୁନାହାନ୍ତି, କାରଣ ପ୍ରଭୁଙ୍କର ଲୋକମାନଙ୍କ ପାଖରେ ପଇସା ନାହିଁ, ସେମାନେ ଜଳଖିଆ କିଣି ଦେଇ ପାରିବେ ନାହିଁ, ଚା ପିରେଇ ପାରିବେ ନାହିଁ, ବୁଲେଇ ପାରିବେ ନାହିଁ। ଧନୀ ଧନୀ ଲୋକମାନଙ୍କୁ ଖୁଜାନ୍ତି, ବିଜନେସ ବାଲା ମାନଙ୍କ ପାଖକୁ ଯାଆନ୍ତି, ଚାକିରିଆ ମାନଙ୍କ ପାଖକୁ ଯାଆନ୍ତି, କିନ୍ତୁ ପ୍ରକୃତରେ ପ୍ରଭୁଙ୍କର ଲୋକମାନଙ୍କ ପାଖକୁ ଯାଆନ୍ତି ନାହିଁ। ଜଣେ ବ୍ୟକ୍ତି ପ୍ରଭୁଙ୍କ ସହିତ ସହଭାଗିତା ହେବା ଦରକାର, ପ୍ରଭୁଙ୍କ ଲୋକମାନଙ୍କ ସହିତ ସହଭାଗିତା ହେବା ଦରକାର, ତେବେ ଯାଇ ତାର ଆତ୍ମିକ ଚକ୍ଷୁ ଖୋଲିବ, ସେ ଜାଣିପାରିବ ଯେମିତି ଲୋକ ସହିତ ମିଶିଲେ ସେମିତି ଗୁଣ ମିଳିବ। ଭଲ ସାଙ୍ଗ ସହିତ ଯଦି ମିଶିବା, ଭଲ ଗୁଣ ଆମେ ପାଇବା। ମଦୁଆ ସହିତ ଯଦି ମିଶିବା, ମଦର ଗୁଣ ଟିକେ ପଳେଇ ଆସିବ ଆକା। ସିଗରେଟ ପିଇବା ଲୋକ ସହିତ ଯଦି ମିଶିବା, ସେ ସିଗରେଟ ଟିକେ ଟାଣିବା ପାଇଁ ଇଚ୍ଛା ହେବ ଆକା। ବେବିଚାର କରିବା ଲୋକ ସହିତ ଯଦି ମିଶିବା, ସେ ମନ ଅଟୋମେଟିକ ପଳେଇ ଆସିବ। ମୁଁ କହିବାର ଉଦ୍ଦେଶ୍ୟ, ଯେମିତି ସଙ୍ଗତି କରିବା ସେମିତି ଆମେ ହେଇଯିବା। ଏମାନେ କଣ ପ୍ରଭୁଙ୍କ ସହିତ ସଙ୍ଗତି କରିବା ପାଇଁ ଚାହୁଁଛନ୍ତି? ତେବେ ପର୍ଯ୍ୟନ୍ତ ଚିହ୍ନି ନାହାନ୍ତି ଏମାନେ, ତେବେ ପର୍ଯ୍ୟନ୍ତ ଆଖି ଖୋଲି ନାହିଁ, ହେଲେ ମଧ୍ୟ ସେମାନେ କଣ କହୁଛନ୍ତି, ଆମ ସଙ୍ଗରେ ରୁହ। ଯେତେବେଳେ କଥାବାର୍ତ୍ତା ହେଇକି ଯାଉଛନ୍ତି, ଆଉ ବେଳ ଗଡି ଗଲାଣି, ଆମ ସହିତ ରୁହନ୍ତୁ, ଆମ ଘରକୁ ଆସନ୍ତୁ, ଆମେ ଅନେକ ସମୟରେ ପ୍ରଭୁଙ୍କୁ ଡାକିଥାଉ, ଯୀଶୁଙ୍କୁ ଡାକିଥାଉ, ପ୍ରଭୁ ମୋ ହୃଦୟକୁ ତୁମେ ଆସ, ପ୍ରଭୁ ମୋ ଘରକୁ ତୁମେ ଆସ, ପ୍ରଭୁ ମୋ ପରିବାରକୁ ତୁମେ ଆସ। କିନ୍ତୁ ଡାକୁଛୁ, କିନ୍ତୁ ସଙ୍ଗରେ ରହିବା ପାଇଁ ଇଚ୍ଛା କରୁନାହୁଁ, ସହଭାଗିତା କରିବା ପାଇଁ ଇଚ୍ଛା କରୁନାହୁଁ। ମୋର ପ୍ରିୟ ବନ୍ଧୁଗଣ, ଦ୍ଵିତୀୟ ପଏଣ୍ଟ ହଉଛି, ଚକ୍ଷୁ ଯଦି ଉନ୍ମୁକ୍ତ ହେବାକୁ ହେଲେ ସହଭାଗିତା ଦରକାର, ସହଭାଗିତା ଦରକାର। ବିନା ସହଭାଗିତାରେ ପ୍ରଭୁ ଆମମାନଙ୍କ ଚକ୍ଷୁକୁ ଉନ୍ମୁକ୍ତ କରିବେ ନାହିଁ। ପ୍ରଭୁଙ୍କର ବାକ୍ୟରେ ବିଶ୍ୱାସ କରିବା, ପ୍ରଭୁଙ୍କ ସହିତ ସହଭାଗିତା କରିବା। ସହଭାଗିତା ପ୍ରଭୁଙ୍କ ସହିତ କେମିତି କରିପାରିବା? ବାକ୍ୟକୁ ପଠନ କରିବା, ତନ୍ନ ତନ୍ନ କରି ବାକ୍ୟକୁ ପଠନ କରିବା। ପ୍ରଭୁ ଆମ ସହିତ ବାକ୍ୟ ଦେଇ କଥାବାର୍ତ୍ତା କରିବେ। ଆମେ ପଢିବା, ପ୍ରଭୁ ବାକ୍ୟ ଦେଇ ଆମ ସହିତ କଥାବାର୍ତ୍ତା କରିବେ, ଆମେ ସହଭାଗିତା କରୁଛେ। ଯେତେବେଳେ ଆମେ ପ୍ରାର୍ଥନା କରୁଛୁ, ଆମର ବିଷୟ ସବୁ ପ୍ରଭୁଙ୍କୁ ଆମେ ଜଣାଉଛୁ, ପ୍ରଭୁଙ୍କ ସହିତ ଆମେ ସହଭାଗିତା କରୁଛୁ। ଯେତେବେଳେ ଆମେ ସ୍ତୁତି ଆରାଧନା କରୁଛୁ, ପ୍ରଭୁଙ୍କୁ ଗୁଣାନୁବାଦ କରୁଛୁ, ପ୍ରଭୁଙ୍କ ସହିତ ଆମେ ସହଭାଗିତା କରୁଛୁ। ଯେତେବେଳେ ବାକ୍ୟକୁ ପ୍ରଚାର କରୁଛୁ, ଈଶ୍ୱରଙ୍କ କଥା ଅନ୍ୟକୁ କହୁଛୁ, ପ୍ରଭୁଙ୍କ ସହିତ ଆମେ ସହଭାଗିତା କରୁଛୁ। ଯେତେ ସମସ୍ତ ଉତ୍ତମ କର୍ମ ପ୍ରଭୁଙ୍କର ସହଭାଗିତା ସହିତ ମିଶୁଅଛି। ମୋର ପ୍ରିୟ ବନ୍ଧୁଗଣ, ମୁଁ କହିବାର ଉଦ୍ଦେଶ୍ୟ, ପ୍ରଭୁଙ୍କ ସହିତ ସହଭାଗିତା କରିବା ଦରକାର। ଏହା ହଉଛି ଦ୍ଵିତୀୟ ପଏଣ୍ଟ। ତୃତୀୟ ପଏଣ୍ଟ କହିକି ମୁଁ ଶେଷ କରିବି। 30 ପଦ ଟିକେ ପଠନ କରିଦିଅନ୍ତୁ। 30। ଆଉ ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୋଟି ଘେନି ଆଶୀର୍ବାଦ କଲେ, ପୁଣି ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ। ହାଲେଲୁୟା, କହିବା କି ହାଲେଲୁୟା, 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 ହାଲେଲୁୟା। ତୃତୀୟ ହାଲେଲୁୟା। ପଏଣ୍ଟ ହଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଥମ ସ୍ଥାନ ଦେବା। ପ୍ରଥମ ସ୍ଥାନ ଦେବା, ତାର ଅର୍ଥ ହଉଛି, ସେମାନେ ଗୃହ ଭିତରେ ପ୍ରବେଶ କଲେ, କଲା ପରେ ଭୋଜନରେ ବସିଲେ। ମୋର ପ୍ରିୟ ବନ୍ଧୁଗଣ, ଅନେକ ଲୋକମାନେ ଡାକନ୍ତି, କୁଣିଆ ଡାକନ୍ତି, କିନ୍ତୁ ପାଣି ଟିକେ ଦିଅନ୍ତି ନାହିଁ, ବସିବା ପାଇଁ ଚେର ମଧ୍ୟ ଦିଅନ୍ତି ନାହିଁ। ଏମାନେ ଯୀଶୁଙ୍କୁ ଡାକିଲେ, ଯୀଶୁଙ୍କୁ ଭୋଜନ କରିବା ପାଇଁ କହିଲେ,
भोजन करने समय रुटी भांगे अधिकार देले जीशु को कहले आपण रुटी भांगतु जिहुदी मानकर गोटे रीति रिवाज थिला जिहुदी मानकर गोटे नियम थिला जे घरर मुखिया ही रुटी भांगिब घर जीशुख्रीष्ट से गृहर मुखिया नथिले किंतु जीशुख्रीष्ट को से गृहर मुखिया से माने कले देखंतु जीशुख्रीष्ट को से माने घरर मुखिया कले आ जीशुख्रीष्ट को दायित्व देले आपण रुटी भांगंतु हालेलुया मोर प्रिय बंधुगण जेबे पर्यंत जीशुख्रीष्ट को घरर मुखिया करबा नाही तेबे पर्यंत आमर चक्षु उन्मुक्त हेब नाही जेबे पर्यंत जीवन रे जीशु को मुखिया करबा नाही तेबे पर्यंत चक्षु उन्मुक्त हेब नाही तेबे लेखा अछि आउ सेमानक सहित भोजन रे बसिला उतारे से रोटी घेनी आशीर्वाद कले पुनि ता भांगी सेमानकु देबाकू लागिले मोर प्रिय बंधुगण आजी मो घरे जीशु मुखिया अछंती कि आजी मो जीवन रे जीशु मुखिया अछंती कि अनेक समय रे आमे प्रार्थना करूछु हे प्रभु मो हृदय को तुमे आस मो हृदय रे तुमे बस मो हृदय रे मुखिया तुमे हुओ मते तुमे चलाओ मते तुमे कड़ाई नियो ए गृह रे तुमे बस प्रभु आमे प्रार्थना करूछु जीशु को डाकी थाउ निमंत्रण करी थाउ जीशु आसी थाउ छंती जीशु आसंती हृदय रे बसंती मोर प्रिय बंधुगण मनुष्य हस्तर निर्मित कौन सी गृह रे प्रभु जीशु ख्रीष्ट वास करंती नाही एई गृह तांको हस्तर निर्मित गृह रे ही से वास करंती करंती पुस्तक रे लिखा अछि एई जीवंत मंदिर रे से चला बुला करंती गमनागमन करंती बोली लिखा अछि एई मंदिर को जे नष्ट करिवे प्रभु तांको नष्ट करिवे बोली लिखा अछि मोर प्रिय बंधुगण मु कहिबार उद्देश्य होउछि जीशु ख्रीष्ट को मुखिया करिबा जीशु ख्रीष्ट को प्रथम स्थान देबा जीशु ख्रीष्ट जदि प्रथम स्थान होउछि जदि हम जीशु ख्रीष्ट को प्रथम स्थान दउछे ताले हमको डरिबार आवश्यकता नाही से आगे आगे चलिबे हमें तांको पछे पछे चलिबा जीशु ख्रीष्ट आगे आगे जदि चालुछंती तांको पछे पछे हमें अछु ता डरिबार की आवश्यक जीशु ख्रीष्ट जदि गाड़ी चलाउछंती हमें से गाड़ी भितरे बसिछु डरिबार की आवश्यक चिंता करिबार की आवश्यक विचलित हेबार की आवश्यक जीशु ख्रीष्ट तो ड्राइवर अटंती ना जीशु ख्रीष्ट तो चले कि नेबे ना मोर प्रिय बंधुगण मु कहिबार उद्देश्य जीशु ख्रीष्ट को से माने प्रथम स्थान देले विश्वास रे वाक्य रे विश्वास करिबा जीशु को सहित सहभागिता करिबा एवं जीशु को प्रथम स्थान देबा आसंतु 31 पद टिके पठन करि दियंतो तापरे हमें शेष करिबा तहिरे सेमानकर चक्षु उन्मुक्त हला ओ सेमाने ताहांको चिन्हिले आउ से सेमानक दृष्टिरो अंतरित हले तोहिरे देखंतु ता पूर्वरु तीनोटी विषय ईश्वरଙ୍କ वाक्य रे विश्वास सहभागिता प्रथम स्थान देबा तोहिरे सेमानकर चक्षु उन्मुक्त हैला मोर प्रिय बंधुगण मु आपण मान को उत्साहित करिया पई चाहे प्रभु हम मान को चक्षु को उन्मुक्त करिया पई चाहूछंती आमान को चक्षु जदि उन्मुक्त हेछि बोले हम भाबुछु पाप को देखिबा नाही से हवा आदम भली लज्जा बोध करिबा नाही प्रभु ठारू दूर को चली जिबा नाही प्रभु को देखिके लुचिबा नाही जदि आमे चक्षु उन्मुक्त हेछि बोली कहूछु आमे प्रभुଙ୍କର सहभागिता को एड़ेई देबा नाही प्रभुଙ୍କର योजना रु पृथक हेई जिबा नाही ईश्वरଙ୍କର योजना को भांगिबा नाही नहिले तड़ा खाइबा आशीर्वाद रु वंचित हेई जिबा मोर प्रिय बंधुगण चक्षु उन्मुक्त कले वाक्य रे विश्वास करिबा दरकार जीशुଙ୍କ सहित सहभागिता करिबा दरकार जीशुଙ୍କୁ प्रथम स्थान देबा दरकार आत्मिक चक्षु उन्मुक्त हेबो एमानकर चक्षु उन्मुक्त हैला परे एमाने जीशुଙ୍କୁ चिन्हिले तापर जीशु ख्रीष्ट सेमानक ठारू अंतर्हित हेले अदृश्य हेई गले बोली लेखा अछि तापर से माने
आउ थरे बैक करूछंती बाहुडी जाउछंती जेरुसालेमको हालेलुया ସେମାନେ ଆସିଥିଲେ ଜେରୁସାଲେମରୁ ଆଉ ଇମାୟକୁ ଆଉ ଥରେ ସେମାନଙ୍କ ଯୀଶୁଙ୍କୁ ଦେଖିଲା ପରେ ରାସ୍ତା ଚେଞ୍ଜ ହେଇଯାଉଛି ସେମାନଙ୍କ ଯାତ୍ରା ଚେଞ୍ଜ ହେଇଯାଉଛି ସେମାନଙ୍କ ଚିନ୍ତାଧାରା ଚେଞ୍ଜ ହେଇଯାଉଛି ସେମାନଙ୍କ ଭାବନା ଚେଞ୍ଜ ହେଇଯାଉଛି ସେମାନଙ୍କ ଗତିପଥ ଚେଞ୍ଜ ହେଇଯାଉଛି ମୋର ପ୍ରିୟ ବନ୍ଧୁଗଣ ଯୀଶୁଙ୍କୁ ଚିହ୍ନିଲେ ସବୁ ବିଷୟ ଚେଞ୍ଜ ହେବ ସବୁ ବିଷୟ ପରିବର୍ତ୍ତନ ହେଇଯିବ ତାପରେ ଏମାନେ ଯାଇକି ଜେରୁସାଲେମକୁ ଯାଇକି ଏମାନେ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଉଛନ୍ତି ତା ତଳକୁ ଲେଖା ଅଛି ସେମାନେ ସାକ୍ଷ୍ୟ ଦେଉଛନ୍ତି ମୋର ପ୍ରିୟ ବନ୍ଧୁଗଣ ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ ଆମଙ୍କର ଆତ୍ମିକ ଆଖି ପ୍ରଭୁ ଖୋଲି ଦିଅନ୍ତୁ ଯଦି ଆତ୍ମିକ ଭାବରେ ଆମେ ଅନ୍ଧ ଅଛୁ ଆମମାନଙ୍କ ହୃଦ ହେଇଯାଇଛି ତାହା ହେଲେ ଈଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ କରିବା ଦରକାର ଯୀଶୁଙ୍କ ସହିତ ସହଭାଗିତା କରିବା ଦରକାର ଯୀଶୁଙ୍କୁ ପ୍ରଥମ ସ୍ଥାନ ଦେବା ଦରକାର ପ୍ରଭୁ ଆମଙ୍କର ଆତ୍ମିକ ଆଖିକୁ ସେ କଣ କରିବେ ଖୋଲିଦେବେ ଆମମାନେ ଯୀଶୁଙ୍କୁ ଚିହ୍ନିବା ତାଙ୍କର ସାକ୍ଷ୍ୟମୟ ଜୀବନ ଯାପନ କାଟିବା ପ୍ରଭୁ ମତେ ଏବଂ ଆପଣମାନଙ୍କୁ ଆମେ ସମସ୍ତଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ଧନ୍ୟବାଦ ଧନ୍ୟବାଦ ଭାଇ ଆସନ୍ତୁ ପ୍ରଭୁଙ୍କ ଦାସଙ୍କ ପାଇଁ ଆମେ କରତାଳ ଦେବା ସୁନ୍ଦର ବାକ୍ୟ ଦେଇ ଆମମାନଙ୍କୁ ପଢେଇ ନେଇଥିବାରୁ କହୁଥିଲେ ବିଶ୍ୱାସ ଦ୍ୱାରା ତାଙ୍କ ସହଭାଗିତା ଦ୍ୱାରା ପ୍ରଭୁ ଆମମାନଙ୍କୁ କଣ କଣ ଦାନ ଦେଇଥାନ୍ତି ଆମମାନଙ୍କ ଜୀବନକୁ ପରିବର୍ତ୍ତନ କରିଥାନ୍ତି ଆମମାନଙ୍କୁ ଆତ୍ମିକ ଚକ୍ଷୁ ଖୋଲି ଦେଇଥାନ୍ତି ଆଜି ଆମେ ନିଜ ନିଜକୁ ପଚାରିବା ଯଦି ଆଜି ପର୍ଯ୍ୟନ୍ତ ତାଙ୍କ ସହଭାଗିତାରେ ଆସିନୁ ତାଙ୍କ ବିଶ୍ୱାସ କରିନୁ ତାହେଲେ ଆମେ ନିଜ ନିଜକୁ ସମୀକ୍ଷା କରିବା ନିଜକୁ ସଜାଡିବା ବାକ୍ୟ ଦ୍ୱାରା ତାହେଲେ ପ୍ରଭୁଙ୍କର ଆଶୀର୍ବାଦ ପାଇବା ଆଉ ପ୍ରଭୁଙ୍କୁ ବାକ୍ୟ ଶୁଣିବା ଦ୍ୱାରା ତାଙ୍କ ସହଭାଗିତା କରିବା ଦ୍ୱାରା ଆମେ ଅନେକ ଆଶୀର୍ବାଦ ପାଇଛୁ ଏବଂ ଅନେକଙ୍କୁ ପ୍ରଭୁ ତାଙ୍କର ଚକ୍ଷୁ ମଧ୍ୟ ପ୍ରସନ୍ନ କରିଛନ୍ତି ଆଉ ଆମେ ସମାଜରେ ପରିବାରରେ ଆମେ କଣ କି ଆଉ ଆମମାନଙ୍କ ଆତ୍ମିକ କ୍ଷେତ୍ରରେ ଅଭିବୃଦ୍ଧି ହେଇଛୁ ସେଥିପାଇଁ ପ୍ରଭୁ ସୁନ୍ଦର ବାକ୍ୟ ପାଇଁ ଆସନ୍ତୁ ଯୋଉମାନେ ପ୍ରଭୁଙ୍କର ବାକ୍ୟ ବହିକିରେ ଆଣନ୍ତି ସେମାନେ 2 ଗୁଣରେ ସମାଦର ପାଇବାକୁ ଯୋଗ୍ୟ ସେଥିପାଇଁ ପ୍ରଭୁଙ୍କ ଦାସଙ୍କୁ ଆମେ ଧନ୍ୟବାଦ ଦେବା ଧନ୍ୟବାଦ ଲର୍ଡ ଭାଇ ସୁନ୍ଦର ବାକ୍ୟ ପାଇଁ ଆଉ ଯେଉଁ ବାକ୍ୟ ଆମେ ଶୁଣିଅଛୁ ସେ ବାକ୍ୟ ପ୍ରତି ଆମେ ମନୋଯୋଗ